परंतु इसका बिंदु बिंदु सत्य है। ଦେଖିପାରିବା ଫିଲିପିଓ ପୁସ୍ତକ 3 ପର୍ବ 7 ପଦରୁ 11 ପଦ। गॉड ब्लेस यू आज्ञा। ଗଡ୍ ବ୍ଲେସ୍ ୟୁ। ଫିଲିପିଓ 3 ପର୍ବ 7 ପଦରୁ 11 ପଦ ପର୍ଯ୍ୟନ୍ତ। କିନ୍ତୁ ଯାହା ସବୁ ମୋ ପକ୍ଷରେ ଲାଭଜନକ ଥିଲା ସେଇ ସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି। ହଁ, ପ୍ରକୃତରେ ମୁଁ ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି ସେହି ସବୁ ଆବର୍ଜନା ସ୍ୱରୂପେ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ। ପୁଣି ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଈଶ୍ୱର ଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ, ଯେପରି ମୁଁ ତାହାଙ୍କୁ ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖ ଭୋଗର ସହଭାଗିତା ଜ୍ଞାତ ହୁଏ ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। ଆମେନ୍। ପ୍ରାର୍ଥନା କରିବା ଯାହା ପ୍ରଭୁ ଶିଖାଇଛନ୍ତି। ହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହଉ, ତୁମ୍ଭର ରାଜ୍ୟ ଆସୁ, ଯେପରି ସ୍ୱର୍ଗରେ ସେହିପରି ପୃଥିବୀରେ ତୁମର ଇଚ୍ଛା ସଫଳ ହଉ। ଆଜି ଆମମାନଙ୍କୁ ପ୍ରୟୋଜନ ଆହାର ଦିଅ। ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମମାନଙ୍କ ଅପରାଧ ସବୁ କ୍ଷମା କର। ପରୀକ୍ଷାରେ ଆମମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। ଜଣୁ ରାଜ୍ୟ, ପରାକ୍ରମ, ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍। ବସିପାରିବା ଯେଉଁମାନେ ଛିଡ଼ା ହେଇଛନ୍ତି। ପ୍ରଭୁଙ୍କର ବାକ୍ୟ ପାଇଁ ଆମେ ନିଶ୍ଚୟ ଆମେ ଆନନ୍ଦିତ। ପ୍ରଭୁ ତାଙ୍କର ବାକ୍ୟ ଦ୍ୱାରା ସେ ଆପଣାକୁ ଆମମାନଙ୍କ ନିକଟରେ ପ୍ରକାଶ କରିଛନ୍ତି। ଆଉ ଈଶ୍ୱରଙ୍କର ବାକ୍ୟର ବିନା ଆମେ ପରମେଶ୍ୱରଙ୍କୁ ଜାଣିଛୁ କହିବାଟା ମୋର ମତରେ ଉପଯୁକ୍ତ ହେବ ନାହିଁ। ଯଦି ଆମେ ପରମେଶ୍ୱରଙ୍କୁ ଜାଣିଛୁ ତାହେଲେ ନିହାତି ଆମେ ଈଶ୍ୱରଙ୍କର ବାକ୍ୟକୁ ଜାଣିଛୁ। ଈଶ୍ୱରଙ୍କର ବାକ୍ୟକୁ ଛାଡ଼ି ଦେଇକରି ଯଦି ଆମେ ପରମେଶ୍ୱରଙ୍କୁ ଜାଣିଛୁ କହିବା, ମୁଁ ଜାଣେ ନାହିଁ ଭାଇମାନେ ଆମେ କାହାର କ'ଣ ବିଚାର ଅଛି। ମୋର ସେହିପରି ବିଚାର ନାହିଁ, କାରଣ ଯେତେବେଳେ ମୁଁ ପରମେଶ୍ୱରଙ୍କୁ ଜାଣିଲି, ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ମୁଁ ଜାଣିଲି। ଆଉ ଆଜି ବି ମୋର ବିଶ୍ୱାସ ଈଶ୍ୱରଙ୍କର ବାକ୍ୟ ଉପରେ ଅଛି, କାରଣ ଏଇ ବାକ୍ୟ ଭିତରେ ପରମେଶ୍ୱର ଆପଣଙ୍କୁ ଗୁପ୍ତ କରିଛନ୍ତି। ଆଉ ଯେତେବେଳେ ପରମେଶ୍ୱର ଇଚ୍ଛା କରନ୍ତି, ଏଇ ବାକ୍ୟ ଦ୍ୱାରା ସେ ତାଙ୍କର ସନ୍ତାନମାନଙ୍କ ନିକଟରେ ଆପଣଙ୍କୁ ପ୍ରକାଶ କରିଥାନ୍ତି। ସନ୍ତାନ ମାନେ କିଏ? ଲେଖାଛି ଯେତେ ଜଣ ତାହାଙ୍କୁ ବିଶ୍ୱାସ କଲେ, ଅର୍ଥାତ୍ ତାଙ୍କ ନାମକୁ ଗ୍ରହଣ କଲେ, ସେମାନେ ଈଶ୍ୱରଙ୍କର ପୁତ୍ର ଏବଂ କନ୍ୟା ହେବାର ସେମାନେ ଅଧିକାର ପ୍ରାପ୍ତ ହେଲେ। ସେମାନେ ଗ୍ରହଣ କଲେ ଆଉ ପୁତ୍ର କନ୍ୟା ହେବାର ଅଧିକାର ପ୍ରାପ୍ତ ହେଲେ
ଆମେ ଏଇ କଥା ଜାଣିଛୁ ଯେଉଁମାନେ ବିଶ୍ୱାସ କଲେ ତ ପ୍ରଭୁଙ୍କର ପ୍ରିୟ ସନ୍ତାନ ମାନେ ଆମେ ମାନେ ପରମେଶ୍ୱରଙ୍କ ପୁତ୍ର କନ୍ୟା ଅଟୁ ଆମର ଇଚ୍ଛାର ନୁହେଁ ଏଇଟା ପରମେଶ୍ୱରଙ୍କ ଇଚ୍ଛା ଦ୍ୱାରା ହେଇଛି ଆଉ ଯଦି ପରମେଶ୍ୱରଙ୍କ ଇଚ୍ଛା ଦ୍ୱାରା ଏଇ ଜିନିଷ ହେଇଛି ଆମର ଜୀବନରେ ଆରମ୍ଭ ହେଇଛି ତାହେଲେ ପରମେଶ୍ୱର ଯଦି ଆରମ୍ଭ କରିଛନ୍ତି ସେ ତାଙ୍କର ଆରମ୍ଭ କରିଥିବା କାର୍ଯ୍ୟକୁ ସେ ଆମର ଭିତରେ ଯୋଉଟା ଆରମ୍ଭ କରିଛନ୍ତି ସେଟାକୁ ସେ ପାରଫେକ୍ଟଲି ସିଦ୍ଧ ରୂପରେ ଶେଷ ବି କରିବେ এটা ବି ଆମେ ବିଶ୍ୱାସ କରୁଛୁ ଆଉ ଯଦି କରିନୁ ତ କରିବା କଥା ଯଦି ପ୍ରକୃତରେ ବିଶ୍ୱାସର କାର୍ଯ୍ୟ ପରମେଶ୍ୱର ଆମର ଭିତରେ ଆରମ୍ଭ କରିଛନ୍ତି ତାହେଲେ ସେ ଯେତେ ଆରମ୍ଭ କରିଛନ୍ତି ତ ଯୋଉ କାମଟାକୁ ଆରମ୍ଭ କରିଛନ୍ତି ସେଟାକୁ ଶେଷ କରିବା ପାଇଁ ସେ ସମର୍ଥ ଅଟନ୍ତି ଅନେକ ସମୟରେ ଆମେ କୌଣସି କାମ ଆରମ୍ଭ କରିଥାଉ କମ୍ପ୍ଲିଟ୍ କରିପାରୁନୁ ଛାଡ଼ି ଦେଇଥାଉ ଦେଖିବ ଅନେକ ସମୟରେ ଦେଖିବ ପାଠ ଆରମ୍ଭ କରିଥାଉ ପାଠ ଛାଡ଼ି ଦଉ ମଝିରେ ହେଲା ନାହିଁ କହୁଛୁ ବିଭିନ୍ନ କାରଣ ଆମେ କହୁଛୁ ଟିକେ କ୍ଷମା କରିବେ ମୋର ମାନେ ଏସବୁ ଏମାନେ ଆରେଞ୍ଜମେଣ୍ଟ କରୁଛନ୍ତି ସିନା ପିଲାମାନେ ଏମାନେ ଭୁଲି ଯାଉଛନ୍ତି କୋଉଟା ବ୍ୟାଟେରୀ ଲଗେଇବାର କ'ଣ କରିବାର ଯାହା ବି ହଉ ଦେଖନ୍ତୁ ଯୋଉ କାମଟା ଆମେ ମନୁଷ୍ୟ ଭାବରେ ଆରମ୍ଭ କରିଥାଉ ଆମେ ଦେଖିଥିବା ଯେ ଆରମ୍ଭ ଆମେ କରିଥାଉ ଆଉ ଅନେକ ସମୟରେ ଆମେ ଆରମ୍ଭ କରିଥିବା କାମଟାକୁ ପୁରା କରିପାରିନଥାଉ ଆମର ପାଠ ଆରମ୍ଭ କରିଥାଉ ପାଠ ପୁରା କରିପାରିନଥାଉ ଛାଡ଼ିଦେଉ ହଁ ସେହିପରି ଗୋଟେ କୌଣସି ଯୋଜନା ଆମର ଜୀବନରେ ଆମେ ଆରମ୍ଭ କରିଥାଉ ସେଟାକୁ ପୁରା ନ କରିପାରିକିରି ଆମେ ଛାଡ଼ି ଦେଇଥାଉ ଘର ଗୋଟେ ବନେଇବାକୁ ଆରମ୍ଭ କରୁ ପୁରା ନ କରିପାରିକିରି ଛାଡ଼ି ଦେଇଥାଉ ତ ଆମର ମନୁଷ୍ୟ ଭାବରେ ଆମେ ଆରମ୍ଭ କରିଥିବା କାମ ଫିନିଶ କରିପାରିବା এই প্রকার দম্ভক্তি ଆମେ ଦେଇକରି କଥା କହିପାରିବା ନାହିଁ ଦମ୍ଭକ୍ତି ମାନେ ଦୃଢ଼ତାର ସହିତ କହିପାରିବା ନାହିଁ ହେଇପାରେ କେବେ କେବେ କୌଣସି କାମ ଆରମ୍ଭ କରିକି ଆମେ କରିବି ଦେଇଥାଉ କିନ୍ତୁ ଅନେକ ସମୟରେ ଆମେ କାମ ଆରମ୍ଭ କରୁ ଆଉ ଶେଷ କରିପାରିନଥାଉ ଠିକ ସେହିପରି ପରମେଶ୍ୱରଙ୍କଠାରୁ ବିଶ୍ୱାସ କରିବା ପରମେଶ୍ୱରଙ୍କଠାରୁ ବିଶ୍ୱାସ କରିବା ଗୋଟେ ଅତି ସୂକ୍ଷ୍ମ ବିଷୟ କାରଣ ପରମେଶ୍ୱର ଦେଖାଯାଆନ୍ତି ନାହିଁ ପରମେଶ୍ୱର ଆପଣାକୁ ସେ ପ୍ରକାଶ କରନ୍ତି ତାଙ୍କର ସନ୍ତାନମାନଙ୍କ ନିକଟରେ ଆଉ ସନ୍ତାନ ମାନେ ହେଉଛୁ ଆମେମାନେ ବା ମନୁଷ୍ୟ ଜାତି କାରଣ ପରମେଶ୍ୱର ସମସ୍ତ ସୃଷ୍ଟି ଯାହା କରିଛନ୍ତି ବାଇବଲ ଆଧାରିତ ଯଦି ଆମର ବିଶ୍ୱାସ ଅଛି ଆପଣମାନେ ଯେଉଁମାନେ ବସିଛନ୍ତି ଶୁଣୁଛନ୍ତି ଆଉ ମୁଁ ବାଇବେଲ ଆଧାରିତ କଥା କହିବି ଯଦି ଆପଣମାନେ ବାଇବେଲ ବିଶ୍ୱାସ କରନ୍ତି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ କାରଣ ମୁଁ ବାଇବେଲ ତ ଆଧାରିତ କଥା କହିବି ମୁଁ ବାଇବେଲ ଆଧାରିତ ନଥିବା କଥା କହିବାକୁ ମୋତେ ଟିକେ ଭଲ ଲାଗେ ନାହିଁ ହେଇପାରେ ଯଦି ମୋର ମୁଖରୁ ସେମିତି କିଛି ବାହାରିଯାଏ ପ୍ରଭୁ ମୋତେ କ୍ଷମା କରିବେ ମୁଁ କହିବାକୁ ଇଚ୍ଛା କରେ ନାହିଁ ମୁଁ ବାଇବେଲ ଆଧାରିତ କଥା କହିବାକୁ ଚାହୁଁଛି ଦେଖନ୍ତୁ ଯଦି ବାଇବେଲ ଆଧାରିତ କଥା ଆମେ ଶୁଣୁଛୁ ତାହେଲେ ବିଶ୍ୱାସ କରିବା ଏଇ ଦମ୍ଭକ୍ତି ଆମର ପାଖରେ ନାହିଁ କାରଣ ବିଶ୍ୱାସ ପରମେଶ୍ୱରଙ୍କୁ ଗୋଟେ ବହୁତ ବଡ଼ ବରଦାନ ମେନ୍ କାଇଣ୍ଡକୁ ଦିଆଯାଇଛି ପରମେଶ୍ୱର ବାଇବେଲ ଆଧାରିତ ଯଦି ଆମେ କଥା ଶୁଣିବା ତାହେଲେ ବାଇବେଲ ଆଧାରରେ ଆମେ ଜାଣିଥାଉ ଯେ ପରମେଶ୍ୱର ସମସ୍ତ ସୃଷ୍ଟି ଯେତେବେଳେ କଲେ ଧରାପୃଷ୍ଠରେ ସେ ଅନେକ ଜୀବଧାରୀ ପ୍ରାଣୀମାନଙ୍କୁ ବନେଇଲେ ଆଉ ମନୁଷ୍ୟକୁ ତାଙ୍କର ପୁତ୍ର ବନେଇଲେ ଆଉ ସବୁ ଅଧିକାର ମନୁଷ୍ୟକୁ ଦେଲେ କିନ୍ତୁ ବର୍ତ୍ତମାନ ମନୁଷ୍ୟ ପରମେଶ୍ୱର ଯେଉଁ ଅବସ୍ଥାରେ ମନୁଷ୍ୟକୁ ବନେଇଥିଲେ ବର୍ତ୍ତମାନ ମନୁଷ୍ୟ ସେଇ ଅବସ୍ଥାରେ ନାହିଁ ମନୁଷ୍ୟକୁ ପରମେଶ୍ୱର ଆପଣା ପରି ବନେଇଥିଲେ ବର୍ତ୍ତମାନ ଆମେ ପରମେଶ୍ୱରଙ୍କ ପରି ନାହୁଁ ଆମ ପାଖରେ ପାପ ଅଛି ପରମେଶ୍ୱର ନିଷ୍ପାପ ଅଟନ୍ତି ତାହେଲେ ପାପର ଆଗମନ କୋଉଠି ହେଲା ଆପଣମାନେ ସବୁ ଜାଣନ୍ତି ବାଇବେଲ ଆଧାରିତ କଥା ଯେତେବେଳେ ପରମେଶ୍ୱରଙ୍କର ପ୍ରତିଜ୍ଞାକୁ ସେମାନେ ଉଲ୍ଲଂଘନ କରିବାଟା ହେଉଛି ପାପ
ଅବିଶ୍ୱାସ କରବାଟା ହଉଛି ପାପ, ସବୁଠାରୁ ବଡ଼ ପାପ, ଯୋଉଟା ମନୁଷ୍ୟ ଉଲ୍ଲଂଘନ କରିକିରି ଆଜି ଆମେ ପରମେଶ୍ୱରଙ୍କର ଉପସ୍ଥିତିରୁ ଦୂରକୁ ଚାଲିଗଲୁ। ଆମେ ପରମେଶ୍ୱରଙ୍କ ପୁତ୍ର କନ୍ୟା ମାନେ ଅଟୁ, ମନୁଷ୍ୟ ଜାତି। ଆଉ ସେଇ ପୁତ୍ର କନ୍ୟା ମାନଙ୍କ ମଧ୍ୟରେ ପରମେଶ୍ୱର ଆମମାନଙ୍କ ନିକଟରେ ଆପଣାକୁ ପ୍ରକାଶ କରିବା ପାଇଁ ସନ୍ତୁଷ୍ଟ ହେଲେ। କାଲି ଲେଖା ହେଇଛି ସେ ଯାହା ନିକଟରେ ଚାହାନ୍ତି ସେ ଆପଣାକୁ ପ୍ରକାଶ କରନ୍ତି। ଆମେ ଦେଖିପାରୁନୁ, ପରମେଶ୍ୱରକୁ ବର୍ତ୍ତମାନ ଆମେ ବିଶ୍ୱାସ କରୁଛୁ ଆଉ ବିଶ୍ୱାସରେ କଥା କହୁଛୁ। ତେଣୁକରି ଆମର ବିଶ୍ୱାସର କଥାକୁ ସମସ୍ତେ ସ୍ୱୀକାର କରିବେ, ଏଇପରି ଭାବିବା ଆମର ଭୁଲ ହେଇଯିବ। ଆମେ ଯୋଉଟା ବିଶ୍ୱାସ କରୁଛୁ ସମସ୍ତେ ସେଟା ସ୍ୱୀକାର କରିବେ, ଏଟା ତ କହିପାରିବା ନାହିଁ। ଆମେ ବିଶ୍ୱାସ ଯାହାକୁ ଦିଆଯାଇଛି ସିଏ ସିନା ସେଟା ଗ୍ରହଣ କରିପାରିବ। ତ ମୁଁ ଭାବୁଛି ଯେ ଆମେମାନେ ଯେତେବେଳେ ପରମେଶ୍ୱରଙ୍କର ବାକ୍ୟ ଧ୍ୟାନ କରୁଛୁ, ଯଦି ସେଟା ବାଇବଲ ଆଧାରିତ ତାହେଲେ ଆମେ ବିଶ୍ୱାସ କରୁ। ଆଉ ବିଶ୍ୱାସ ପରମେଶ୍ୱରଙ୍କୁ ଗୋଟେ ବହୁମୂଲ୍ୟ ଦାନ ମନୁଷ୍ୟକୁ ଦିଆଯାଇଛି। ଆଉ ବିଶ୍ୱାସ ପାଇଲା ପରେ ହିଁ ଜଣେ ଜାଣିପାରେ ଯେ ମୁଁ ଈଶ୍ୱରଙ୍କର ପୁତ୍ର ଅଟେ। ଈଶ୍ୱରଙ୍କର ପୁତ୍ରର ପରିଚୟ ହେଉଛି ସେ ଜଣେ ବିଶ୍ୱାସୀ। ଜଣେ ବିଶ୍ୱାସୀ ସେ ଈଶ୍ୱରଙ୍କ ପୁତ୍ର ଅଟେ। ତାହେଲେ ସେ କଣଟା ବିଶ୍ୱାସ କରେ? ଈଶ୍ୱରଙ୍କୁ। ଈଶ୍ୱର କିଏ ଅଟନ୍ତି? ଈଶ୍ୱର ବାକ୍ୟ ଅଟନ୍ତି। ମୁଁ ସେଇଥିପାଇଁ ପ୍ରାରମ୍ଭରୁ କହିଲି, ଯଦି ଆମେ ଈଶ୍ୱରଙ୍କୁ ବିଶ୍ୱାସ କରୁଛୁ ଆଉ ବାକ୍ୟକୁ ଅସ୍ୱୀକାର କରୁଛୁ, ତାହେଲେ ଆମେ କେମିତି ବିଶ୍ୱାସ କରୁଛୁ? ଆମର ବିଶ୍ୱାସ ନିଶ୍ଚୟ ସମୀକ୍ଷା କରିବା ଆବଶ୍ୟକ। କେହି ବି ହଉ, ଯଦି ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରୁଛି ଆଉ ତାଙ୍କର କଥିତ ବାକ୍ୟକୁ, ଯାହା ବାଇବଲ ଆଧାରିତ ଅଟେ, ବାଇବଲ ଆଧାରିତ ବାକ୍ୟକୁ ଯଦି ମୁଁ ବିଶ୍ୱାସ କରୁନାହିଁ ଆଉ ମୁଁ ବିଶ୍ୱାସୀ କହୁଛି, ପରମେଶ୍ୱରଙ୍କୁ ବିଶ୍ୱାସ କରୁଛି, ତାହେଲେ ମୁଁ କହିବି ଏଇଭଳିଆ ଯିଏ ବି କହେ ସେ ପାଇ ତାର ନିଜର ବିଶ୍ୱାସ ବିଷୟରେ ସେ ନିଜେ ସମୀକ୍ଷା କରିବା ଦରକାର ଯେ ସେ ପ୍ରକୃତରେ ବିଶ୍ୱାସ କରୁଛି କି କଣଟା ବିଶ୍ୱାସ କରୁଛି। ବିଶ୍ୱାସ ତ ଆମେ ପରମେଶ୍ୱରଙ୍କ ବାକ୍ୟକୁ କରୁଛୁ। ବିଶ୍ୱାସ ପରମେଶ୍ୱରଙ୍କର ବାକ୍ୟକୁ କରାଯାଏ। ଆଉ ଯଦି ଆମେ ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରୁନୁ, ତାହେଲେ କଣ ବିଶ୍ୱାସ କରୁଛୁ ମୁଁ ଜାଣେ ନାହିଁ ଭାଇ। କିନ୍ତୁ ଗୋଟେ ଜିନିଷ ଯେ ମନୁଷ୍ୟ ହଉଛି ପରମେଶ୍ୱରଙ୍କର ପୁତ୍ର କନ୍ୟା ମାନେ, ଯୋଉମାନେ ବର୍ତ୍ତମାନ ବାଇବଲ ଅନୁସାରେ ସେମାନେ ପରମେଶ୍ୱରଙ୍କଠୁ ବିଚ୍ଛିନ୍ନ ହେଇକରି ଗୋଟେ ପାପୀ ଅବସ୍ଥାରେ ଅଛନ୍ତି। ଆଉ এই ପାପୀ ଅବସ୍ଥାରୁ ପରମେଶ୍ୱର ଆପଣା ସନ୍ତାନ ମାନଙ୍କୁ ସେ ଆମର ପିତା ହେଇଥିବା ହେତୁ ଆମକୁ ଆଉ ଥରେ ଆମର ପୂର୍ବ ଯୋଉ ମୂଳ ଅବସ୍ଥା ଥିଲା, ଯେପରି ଭାବରେ ପରମେଶ୍ୱର ମନୁଷ୍ୟକୁ ବନେଇଥିଲେ, ଆଉ ଥରେ ମୂଳ ଅବସ୍ଥାକୁ ନେଇଯିବା ପାଇଁ ସେ ସକ୍ଷମ ହେଇଥିବାରୁ ସେ ଯୋଜନା କଲେ। ଆଉ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆଉ ଥରେ ମନୁଷ୍ୟ ପରମେଶ୍ୱରଙ୍କ ସହିତ ସଂଯୁକ୍ତ ହେଉଛି। ଆଉ ସଂଯୁକ୍ତ ହେଇକରି ସେ ଆଉ ଥରେ ତାର ଅସ୍ତିତ୍ୱକୁ ଫେରି ପାଉଛି। ବର୍ତ୍ତମାନ ଆମେ ଆପଣା ଅସ୍ତିତ୍ୱକୁ ଖୋଜୁଛୁ ଯେ ଆକ୍ଚୁଆଲି ଆମେ କୋଉଠି ଥିଲୁ, କୋଉଠୁ ଆସିଛୁ, କଣ କରୁଛୁ, ୟାର ପରେ କୋଉଠି ଯିବୁ, ଆମେ ଆମର ଅସ୍ତିତ୍ୱକୁ ଖୋଜି ପାଉଛୁ। ମୁଁ ଧନ୍ୟବାଦ ଦଉଛି ଯେ ଖୋଜିବାର ଲୋକମାନେ ପାଇବେ ବୋଲିକିରି ବାଇବଲରେ ଲେଖା ହେଇଛି। ତେଣୁକରି ଆମେ ଆମର ଜୀବନ, এই জীবনটা থরে, এটা থরেই মিଳେ, এটা থরেই ଦିଆଯାଇଛି। ତେଣୁକରି ଏଟାକୁ ଆମେ ହାଲକାରେ ନ ନେଉ, ପରମେଶ୍ୱରଙ୍କ ବାକ୍ୟକୁ ହାଲକାରେ ନ ନେଉ। ଏ ଜୀବନଟା ଥରର ମାତ୍ର ଜୀବନ। ତେଣୁକରି ମନରେ ବହୁତ ଅଭିଳାଷ ଥାଏ ଏଇ ଜୀବନରେ ପାଇବା ପାଇଁ।
কোটা ভাল বি থাকে কোটা মন্দ বি থাকে কিন্তু এই জীবনর সবু অভিলাষ ভিতরে ভাল আর মন্দ অনেক প্রকার মনুষ্য ভিতরে অভিলাষ অছি পাপী মনুষ্য ভিতরে কিন্তু তার গোটে জীবন কাল পরমেশ্বর স্থির করেছেন সেই জীবন কাল ভিতরে তার সবুঠু বড় অভিলাষ হওয়া দরকার নিজর পূর্ব অবস্থাকে ফেরি পাইবাটা আজি আমি আমার পূর্ব অবস্থাকে ফেরি যাও পূর্ব অবস্থাকে পাইবা পাই আমি যত্নবান হও আউ পূর্ব অবস্থাকে যদি আমি চিন্তা করবা তাহলে বাইবেলরে দেখলে আমি জানি থাও মনুষ্যকে যেতবে পরমেশ্বর বনেলে সে কিপরি বনেলে সে কিপরি থিলা মনুষ্য পরমেশ্বরଙ୍କ পরি ଅନନ୍ତ ଜୀବୀ ଥିଲା ଆଉ ପୃଥିବୀରେ ସେ ସମସ୍ତ ଅଧିକାର ତାର ଥିଲା ତାର କମାଣ୍ଡିଂ ଚାଲୁଥିଲା ତାର ନିର୍ଦ୍ଦେଶ ଚାଲୁଥିଲା ଯୋଉଟା ବର୍ତ୍ତମାନ ମନୁଷ୍ୟ ହାତରେ ନାହିଁ ହରେଇ ଦେଇଛି ଅନନ୍ତ ଜୀବନ ବି ମନୁଷ୍ୟ ହରେଇଛି ଆଉ ଗୋଟେ ଅଳ୍ପ ଦିନର କ୍ଷଣକାଳ ସ୍ଥାୟୀ ଗୋଟେ ଜୀବନ ମନୁଷ୍ୟ ଧାରଣ କରି ଅନିଶ୍ଚିତତାରେ ସେ ଦିନ କାଟି ଚାଲିଛି ସେଇ ଭିତରେ ପରମେଶ୍ୱର ତାଙ୍କ ସନ୍ତାନ ମାନଙ୍କୁ ବିଶ୍ୱାସ ଦ୍ୱାରା ସିଏ ଆଉ ଥରେ ମନୁଷ୍ୟ ତାର ଯେପରି ପୂର୍ବ ଅବସ୍ଥାକୁ ଫେରି ପାଇବ ଗୋଟେ ଅନୁଗ୍ରହର ଯୋଜନା ବନେଇଲେ ଦୟାର ଯୋଜନା ମନୁଷ୍ୟ ପାରବା ପରି ନାହିଁ ଅବସ୍ଥାରେ ମନୁଷ୍ୟ ପତିତ ହେଇଯାଇଛି ମନୁଷ୍ୟ ଆଉ ନିଜେ ପାରିପାରିବ ନାହିଁ ତେଣୁକରି ଆମର ପିତା ଯିଏ ସର୍ବଶକ୍ତିମାନ ପରମେଶ୍ୱର ଆମେ ଯାହାଙ୍କର ପୁତ୍ର କନ୍ୟା ମାନେ ମନୁଷ୍ୟ ମାନେ ଆମର ପିତା ବହୁତ ପରାକ୍ରମୀ ଆମେ ତାଙ୍କରି ପୁତ୍ର କନ୍ୟା ମାନେ ଆମେ ତାଙ୍କରି ଠାରୁ ଦୂରକୁ ଚାଲି ଆସିଛୁ ପାପର ଅଧୀନରେ ମୃତ୍ୟୁର ଅଧୀନରେ ଅଛୁ ବର୍ତ୍ତମାନ ଆମେ ଏଠୁ ବାହାରି ପାରିବୁ ନାହିଁ କିନ୍ତୁ ଆମର ପିତା ଯିଏ ଆମର ଯିଏ ବାପା ଯିଏ ଆମକୁ ସୃଷ୍ଟି କରିଛନ୍ତି ସିଏ ସର୍ବପରାକ୍ରମୀ ପରମେଶ୍ୱର ନିଜର ପରାକ୍ରମ ଦ୍ୱାରା ସେ ଆମମାନଙ୍କୁ ଆଉ ଥରେ ଆମର ପୂର୍ବ ଅବସ୍ଥାକୁ ନେଇଯିବା ପାଇଁ ଫେରାଇ ନେବା ପାଇଁ ସେ ଯୋଜନା କଲେ କାରଣ ସେ ଆପଣା ସନ୍ତାନ ମାନଙ୍କୁ କେମିତି ଭୁଲିଯିବେ କହିଲେ ସ୍ତନ ପାଇଁ ମାତା ତାର ସନ୍ତାନକୁ ଛାଡ଼ି ଯାଇପାରେ ଆମେ ତୁମକୁ କେବେ ଛାଡ଼ିବା ନାହିଁ ପ୍ରତିକାର ସେଇ ବାକ୍ୟ ଅନୁସାରେ ସେ ଆମକୁ ସ୍ମରଣ କରିଛନ୍ତି ଆଉ ଗୋଟେ ସହଜ ସରଳ ଯୋଜନା ପରମେଶ୍ୱର ବନେଇଲେ ମନୁଷ୍ୟ ପାଇଁ ପାରିନଥାନ୍ତା ସିଏ ଦେହବନ୍ତ ହେଲେ ଆଉ ଯେ କେହି ତାଙ୍କଠାରେ ବିଶ୍ୱାସ କଲା ଯେ ସିଏ ପରମେଶ୍ୱର ଦେହବନ୍ତ ହେଇଛନ୍ତି ମନୁଷ୍ୟ ଜାତିର ଉଦ୍ଧାର ପାଇଁ ସେ ଯୀଶୁ ଖ୍ରୀଷ୍ଟ এই কথা যার মନରେ বিশ্বাস জাত হলা বাইবেল কহে সেমানে বিনষ্ট হবে নাই সেমানে অনন্ত জীবন প্রাপ্ত হবে বাইবেল কহে তো বিশ্বাস যোটা আজি আমি করুছু আমি যে প্রভুঙ্কর পুত্র কন্যা মানে ঈশ্বরঙ্কর পুত্র কন্যা মানে বিশ্বাস করছু কিন্তু যে বিশ্বাস আজি আমি করুছু সেটা কিপরি বিশ্বাস করুছু সেই বিষয়ে সমীক্ষা হওয়া নিহাতি আবশ্যক কারণ পাউল বি কইছন্তি তুমি কি প্রকার বিশ্বাস করছো সেই বিষয়ে তুমি সাবধান হো যদি আমি বিশ্বাস করছু কহিকরি পরমেশ্বরকে জানুছু আর বিশ্বাস করছু কহিকরি তাঙ্কর বাক্যকু আমি মানবা নাই অগ্রাহ্য করিবা তাহলে মতে লাগে সেই বিশ্বাস নিশ্চয় সমীক্ষা হওয়ার আবশ্যক কে সমীক্ষা করব মোর বিশ্বাসকে মতে সমীক্ষা করবাকু হব অন্য কই সমীক্ষা করবে তোরে কোন লাভ হব মু কো প্রকার বিশ্বাস করুছি আউ বিশ্বাস নিজে গুটে করবাটা আছে আর পরমেশ্বর দেবাটা আছে তো আপনার বাইবেলরে অনেক প্রকার উদাহরণ রখা হয়েছে কেউ মান হৃদয়ে পরমেশ্বর বিশ্বাস দিয়ে অব্রাহাম পাখরে কিন্তু অব্রাহামর সন্তান মানে বি সেই প্রকার বিশ্বাস প্রাপ্ত হয়েছেন পরমেশ্বর বিশ্বাস দিয়েছেন আর যদি পরমেশ্বর আমার হৃদয় মনরে তাঙ্ক প্রতি বিশ্বাস দিয়েছেন সি যদি আমার ভিতরে বিশ্বাস ও কার্য আরম্ভ করেছেন
তাহলে ଆମେ ଦୃଢ ନିଶ୍ଚିତ ରହିବା ଦରକାର ଯିଏ ଆରମ୍ଭ କରିଛନ୍ତି ସେ ଏ କାମକୁ ଫିନିଶ ବି କରିବେ। ଅର୍ଥାତ୍ ପାଇଥିବା ବିଶ୍ୱାସରେ ଆମେ ସିଦ୍ଧ ହବୁ ଆଉ ପରମେଶ୍ୱରଙ୍କ ନିକଟରେ ଉପସ୍ଥାପିତ ହବୁ। ବିଶ୍ୱାସ ବିନା ପରିତ୍ରାଣ ସମ୍ଭବ ନୁହେଁ। କୌଣସି ପ୍ରକାର କ୍ରିୟାକର୍ମ ଧାର୍ମିକତା ଦ୍ୱାରା ରୀତିନୀତି ଦ୍ୱାରା ମନୁଷ୍ୟ ଯେତେ ବି ରୀତିନୀତି କରୁ ଆଉ ଧର୍ମର କାମ କରୁ, କେତେ ବି କହୁ ମୁଁ ଧାର୍ମିକ ଅଟେ, କୌଣସି ଧର୍ମ କାମର ଆମେ ବିରୋଧୀ ନୁହଁ, ଆମେ ସପୋର୍ଟର। ଆମେ ବି ଧର୍ମର କାମକୁ ପସନ୍ଦ କରୁ କରିବା ପାଇଁ। କୋଉଠି ବିଫଳ ହଉଛୁ, କୋଉଠି ସଫଳ ହଉଛୁ, ଆମେ ତାର ବିରୋଧ କରୁନାହୁଁ। କିନ୍ତୁ ମନୁଷ୍ୟର ଧାର୍ମିକତାର କାର୍ଯ୍ୟ ଗୁଡ଼ିକ ଦ୍ୱାରା ମନୁଷ୍ୟ ତାର ପୂର୍ବ ଅବସ୍ଥାକୁ ଫେରି ପାଇବ ନାହିଁ। ଭଲ କାମ ମନୁଷ୍ୟ କିଛି କିଛି କରିପାରେ, 100% ତ କରିପାରିବ ନାହିଁ। ତେଣୁକରି ପରମେଶ୍ୱର ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମନୁଷ୍ୟ ଜାତିକୁ ପରିତ୍ରାଣ ଦେବା ପାଇଁ, ମୁକ୍ତି ଦେବା ପାଇଁ, ଅନନ୍ତ ଜୀବନ ଦେବା ପାଇଁ ଆଉ ମନୁଷ୍ୟ ଯେପରି ତାର ପୂର୍ବ ଅବସ୍ଥା ଫେରି ପାଇବ, ଆଉ ଥରେ ସେ ପରମେଶ୍ୱରଙ୍କର ସହିତ ସହଭାଗିତା କରିବ ସମ୍ମୁଖା ସମ୍ମୁଖୀ ହେଇକରି। ଯେପରି ବାଇବଲର ଆଦି ପୁସ୍ତକରେ ପରମେଶ୍ୱରଙ୍କ ସନ୍ତାନ ମାନେ ପ୍ରଥମ ଭାଗରେ ପରମେଶ୍ୱରଙ୍କର ସମ୍ମୁଖା ସମ୍ମୁଖୀ ହେଇକରି ସେମାନେ ସହଭାଗିତା କରୁଥିଲେ ଆଉ ପରମେଶ୍ୱର ସେମାନଙ୍କ ସହିତ ଗମନାଗମନ କରୁଥିଲେ। କିନ୍ତୁ ବର୍ତ୍ତମାନ ଆମେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଛୁ କିନ୍ତୁ ଦେଖୁନାହୁଁ। ଯୋଉ ବିଶ୍ୱାସ କରୁଛୁ ସେ ବିଶ୍ୱାସଟା କ'ଣ ପ୍ରଭୁ ଆମର ଭିତରେ ଆରମ୍ଭ କରିଛନ୍ତି ନା ସେ ବିଶ୍ୱାସଟା ଆମେ ନିଜେ ଆରମ୍ଭ କରିଛୁ ବା କେହି କହିବା ଦ୍ୱାରା ଆରମ୍ଭ କରିଛୁ। ଯଦି ପରମେଶ୍ୱର ଆରମ୍ଭ କରିଛନ୍ତି ତ ସେ ଶେଷ ପର୍ଯ୍ୟନ୍ତ କଢ଼େଇ ନେବା ପାଇଁ ବିଶ୍ୱାସ ଅଛନ୍ତି, ଆମେ ଧୈର୍ଯ୍ୟ ଧରିବା ଆବଶ୍ୟକ। ଆଉ ଯଦି ନିଜେ ଆରମ୍ଭ କରିଛୁ, ମୁଁ ଜାଣେ ନାହିଁ ଆପଣ କେତେ ଦୂର ଯିବେ, କୋଉଠି କେତେ ଦୂରରେ ପହଞ୍ଚିକରି କେତେ କିଲୋମିଟର ପରେ ଆପଣ ଫେରିଯିବେ। କାରଣ ବାଇବଲରେ ଗୋଟେ କଥା ଲେଖା ହେଇଛି, ଏବ୍ରୀ ପୁସ୍ତକ, ଶୀଘ୍ର ଭାଇ, ଦଶ ପର୍ବ 38 ପଦ। ଏବ୍ରୀ 10 ପର୍ବ 38 ପଦ। ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତପଦ ହୁଏ ତାହେଲେ ଆମ୍ଭର ଆତ୍ମା ତାଠାରେ ସନ୍ତୁଷ୍ଟ ନୁହେଁ। ବାସ୍, ଆମେ ଯୋଉଠୁ ପଢିଥିଲୁ ଏବେ ଆମେ ସେଠକୁ ଯିବା। ଆମେ ଖାଲି ଏଠି ଦେଖିବା ପାଇଁ ମୁଁ ନେଇଗଲି ଯେ ମୋର ଧାର୍ମିକ ବ୍ୟକ୍ତି ସେ ବିଶ୍ୱାସ ଦ୍ୱାରା ବଞ୍ଚିବ ଆଉ ବିଶ୍ୱାସରୁ ଯଦି କେହି ପଛ ଘୁଞ୍ଚା ଦିଏ ମୋର ଆତ୍ମା ସନ୍ତୁଷ୍ଟ ହୁଅନ୍ତି ନାହିଁ। ତେଣୁକରି ମୁଁ କହିଲି ଯଦି ଈଶ୍ୱରଙ୍କ ଠାରେ ଯୋଉ ବିଶ୍ୱାସ କରିବାର କଥା ଆମେ କହୁଛୁ, ବହୁତ ଭଲ କହୁଛୁ, ସମସ୍ତେ ବିଶ୍ୱାସ କରନ୍ତୁ। ପ୍ରଭୁ ଚାହାନ୍ତି ଯେ ପରମେଶ୍ୱରଙ୍କ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ମନୁଷ୍ୟ ପରିତ୍ରାଣ ପାଉ, ତାର ପୂର୍ବ ଅସ୍ତିତ୍ୱ ଫେରି ପାଉ। ସମସ୍ତେ ଏଇ ପରମେଶ୍ୱର ସମସ୍ତେ ଏଇ ଜିନିଷ ପାଆନ୍ତୁ, ପରମେଶ୍ୱର ଇଚ୍ଛା କରନ୍ତି। କିନ୍ତୁ ଯୋଉ ପରମେଶ୍ୱର ଇଚ୍ଛା କରନ୍ତି ସେଇ ପରମେଶ୍ୱର ଆମର ଭିତରେ ବିଶ୍ୱାସର କାର୍ଯ୍ୟକୁ ଆରମ୍ଭ କରନ୍ତି। ଆଉ ସେ ପରମେଶ୍ୱର ଯଦି ଆମର ହୃଦୟରେ ତାଙ୍କ ପ୍ରତି ବିଶ୍ୱାସ ପ୍ରଦାନ କରିକରି ଆମର ଜୀବନରେ ବିଶ୍ୱାସର କାର୍ଯ୍ୟ ଆରମ୍ଭ କରିଛନ୍ତି, ତାହେଲେ ବିଶ୍ୱାସର ଅନ୍ତିମ ଯୋଉ ଚରଣ ଅଛି ସେ ପର୍ଯ୍ୟନ୍ତ ସେ ପହଞ୍ଚାଇ ନେବେ। କିନ୍ତୁ ଯୋଉମାନେ ନିଜେ ବିଶ୍ୱାସ କରବାର ଢଙ୍ଗ କରନ୍ତି, ବିଶ୍ୱାସୀ ବୋଲିକିରି ଢଙ୍ଗ କରନ୍ତି କହିପାରିବା, କାରଣ ହୃଦୟରେ ପରମେଶ୍ୱର ସେମାନଙ୍କ ଭିତରେ କରିନାହାନ୍ତି। ସେମାନେ ବିଶ୍ୱାସୀ ପରି କିଛି ସମୟ ପରେ ପରି ଦେଖାଯାଆନ୍ତି, ତାପରେ ବିଶ୍ୱାସରୁ ଅଦୃଶ୍ୟ ହେଇଯାନ୍ତି, ଆଉ ବିଶ୍ୱାସୀ ପରି ଦେଖାଯାଆନ୍ତି ନାହିଁ। କେମିତି? ମାନେ ବାଇବେଲରେ ଲେଖାଯାଇଥିବା ବିଷୟ ଗୁଡ଼ିକୁ ସେମାନେ ନିଜ କାର୍ଯ୍ୟ ଦ୍ୱାରା ଅଗ୍ରାହ୍ୟ କରନ୍ତି, ବିଶ୍ୱାସୀ କହିପାରନ୍ତି। ତାଙ୍କର କଥା, ଭାଷା, ବ୍ୟବହାର, ଆଚରଣ, ଆକ୍ଟିଭିଟିଜ ଗୁଡ଼ିକ ଦେଖିଲେ
ବାଇବଲର ଶିକ୍ଷାର ବିପରୀତ ଲାଗେ, କିନ୍ତୁ ଗୋଟେ ବିଶ୍ୱାସୀ କେମିତି ବିପରୀତରେ ଯିବ? ସେଥିପାଇଁ ମୁଁ କହିଲି ଯଦି ବିଶ୍ୱାସର କାର୍ଯ୍ୟ ପରମେଶ୍ୱର ଆରମ୍ଭ କରିଛନ୍ତି ତାହେଲେ ସେ ବିଶ୍ୱାସର କାର୍ଯ୍ୟକୁ ପାଉଲ କହୁଛନ୍ତି ସେ ଶେଷ ବି କରିବେ, ସିଦ୍ଧ ବି କରିବେ। କିନ୍ତୁ ଯେଉଁମାନେ ନିଜେ ଆରମ୍ଭ କରିଛନ୍ତି ସେମାନେ କେତେ ଦୂର ଚାଲିବେ ମୋତେ ଜଣା ନାହିଁ, ପ୍ରାୟ ପଶ୍ଚାତପଦ ହେଇଗଲେ। ତେଣୁକରି ଏଇଟା କିଛି ନୂଆ ଜିନିଷ ନୁହେଁ। ଆମେ ଆମର ଜୀବନ କାଳରେ ଆମେ ଯାହା ଦେଖୁଛୁ, ପୂର୍ବ କାଳରେ ଆମର ପିତୃପୁରୁଷ ମାନେ ଏଇଭଳିଆ ଆହୁରି ବି ବିଷୟ ସେମାନେ ବି ଦେଖିଥିଲେ। ଆମର ଜୀବନ କାଳରେ ଆମେ ଦେଖୁଛୁ ସେମାନେ ଦେଖିଥିଲେ, ତେବେ ତ କହିଲେ ବିଶ୍ୱାସରୁ ପଶ୍ଚାତପଦ ହେବା ବିଷୟରେ। এই ବିଶ୍ୱାସରୁ ପଶ୍ଚାତପଦ ହେଇଯାଆନ୍ତି ଲେଖା ହେଇଛି। କିନ୍ତୁ ପ୍ରଭୁ ଯେଉଁମାନଙ୍କ ଠାରେ ବିଶ୍ୱାସ ଆରମ୍ଭ କରିଛନ୍ତି, ପ୍ରଭୁ ସେମାନଙ୍କୁ ବିଶ୍ୱାସର ଶେଷ ମୁହୂର୍ତ୍ତ, ଶେଷ ଚରଣ ପର୍ଯ୍ୟନ୍ତ କଢ଼େଇ ନେବା ପାଇଁ ସେ ସମର୍ଥ ଅଟନ୍ତି। ଆଉ ପରମେଶ୍ୱର ସେମାନଙ୍କୁ କଢ଼େଇ ନିଅନ୍ତି, ପଡ଼ଲା ଉଠି ପଡ଼ି ଉଠିକରି ସେମାନେ ଚାଲନ୍ତି। ସେଥିପାଇଁ ବାଇବେଲ ଲେଖା ହେଇଛି ଧାର୍ମିକ ବ୍ୟକ୍ତି ପଡ଼ିଲେ ଉଠିଯାଏ, କିନ୍ତୁ ଦୁଷ୍ଟ ପଡ଼ିଲେ ଆଉ ଉଠେ ନାହିଁ। ବାଇବେଲ କହେ ଧାର୍ମିକ ବ୍ୟକ୍ତି ପଡ଼ିକରି ଉଠେ, ଦୁଷ୍ଟକୁ ଉଠି ପାରେ ନାହିଁ। ତେଣୁକରି ପଡ଼ବା ଉଠବାଟା ଜୀବନର ଗୋଟାଏ ଆମର ଭାଗ, ଏଟାକୁ ଆମେ ଅସ୍ୱୀକାର କରିପାରିବା ନାହିଁ। ପଡ଼ବା ଉଠବା ଆମର ରହିଛି, ଆମେ এই ପାପ ଶରୀରରେ ଅଛୁ। କିନ୍ତୁ ବିଶ୍ୱାସ ଯିଏ ଆରମ୍ଭ କରିଛନ୍ତି ପଡ଼ିଗଲେ ବି ସେ ଆମକୁ ଉଠେଇକିରି ଆଉ ଥରେ ସେ କଢ଼େଇ ନିଅନ୍ତି ବିଶ୍ୱାସର ଶେଷ ମୁହୂର୍ତ୍ତ, ଯେଉଁ ସମୟରେ ସେଇ ଶେଷ ମୁହୂର୍ତ୍ତରେ ଆମେ ଆମର ପୂର୍ବ ଅବସ୍ଥାକୁ ଫେରି ପାଇଥାଉ, ଯୋଉଟା ସେ ପ୍ରତିଜ୍ଞା କରିଛନ୍ତି ଯେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଏ, ସେ ଯଦ୍ୟପି ମରେ ସେ ଉଠିବ। এই କଥା ଗୁଡ଼ିକ ଆପଣ ମନେ ପକାନ୍ତୁ, ଏହା ପ୍ରଭୁ କହିଛନ୍ତି। ମୋ ଠାରେ ବିଶ୍ୱାସ କରୁଥିବା ମନୁଷ୍ୟ ସେ ଯଦ୍ୟପି ମରେ ସେ ଉଠିବ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପ୍ରଭୁ କଢ଼େଇ ନେବେ। ସେଥିପାଇଁ ପ୍ରଭୁଙ୍କ ଦାସ କହନ୍ତି ଯେ ମୋ ପକ୍ଷରେ ଯେଉଁ ଜିନିଷ ଲାଭଜନକ ଥିଲା ସେଇ ସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି। ପ୍ରଭୁଙ୍କ ଦାସ ପାଉଲ ସେଦିନ ଆମେ ପ୍ରଭୁଙ୍କ ବାକ୍ୟରେ ଦେଖିଥିଲେ ଯେ ପ୍ରଭୁ ଆପଣ ଦାସ ପାଉଲଙ୍କୁ ଦର୍ଶନ ଦେଲେ, ଆଉ ସିଏ ଯେ ପରମେଶ୍ୱର ଯେ ଯୀଶୁ ଖ୍ରୀଷ୍ଟ ସେ ପ୍ରକାଶ କଲେ। ଆଉ ପ୍ରକାଶ ପାଇଲା ପରେ ଅନେକ ଲାଭ ବିଷୟ ଗୁଡ଼ିକ ବି ସେ କ୍ଷତି କାହିଁକି ଭାବିଲେ? ଲାଭର ବିଷୟ ତ ଲାଭ ଏକା, କିନ୍ତୁ ବାଇବେଲ ଅନୁସାରେ ସେଟା ଯେତେବେଳେ ବିପରୀତ ଦେଖାଗଲା ସେଟା ଲାଭଟା ବି ସେ ଛାଡ଼ିଦେଲେ। ସେଟା ଲାଭ ଜିନିଷ ଥିଲା, କିନ୍ତୁ ବାଇବେଲର ଶିକ୍ଷାର କିଛି ଜିନିଷ ବିପରୀତ ଥିବା ହେତୁ ଯଦ୍ୟପି ସେଟା ଲାଭର ବିଷୟ କିନ୍ତୁ ସେଟାକୁ ଛାଡ଼ିଦେଲେ ସିଏ। ବହୁ ସମୟରେ ଆମେ ପାଇଥିବା ଯେଉଁ ବିଶ୍ୱାସ ପ୍ରଭୁ ଆମର ଜୀବନରେ ଆରମ୍ଭ କରିଛନ୍ତି, এই ବିଶ୍ୱାସରେ ଚାଲିବା ବେଳେ ଆମକୁ ବି ବହୁତ କିଛି ଲାଭର ବିଷୟ ଗୁଡ଼ିକୁ ଛାଡ଼ି ଦେବାକୁ ପଡ଼ିଥାଏ। ପାଉଲ ବି ଛାଡ଼ିଦେଲେ। ପ୍ରଭୁଙ୍କର ପ୍ରତ୍ୟେକ ସନ୍ତାନ ମାନେ, ପାଉଲ ବର୍ତ୍ତମାନ ନାହାନ୍ତି, ପରମେଶ୍ୱର ଅଛନ୍ତି, ତାଙ୍କର ଗାଇଡେନ୍ସ ଅଛି, ତାଙ୍କର ମାର୍ଗଦର୍ଶନ ଆଜି ବି ମନୁଷ୍ୟ ଜାତି ପ୍ରତି ରହିଛି। ସେ ମାର୍ଗଦର୍ଶନ ମନୁଷ୍ୟ ଜାତିକୁ କରୁଛନ୍ତି। ପ୍ରଭୁଙ୍କ ଧନ୍ୟବାଦ ହଉ। ସେ ମନୁଷ୍ୟକୁ ମାର୍ଗଦର୍ଶନ କରିବାର ବନ୍ଦ କରିନାହାନ୍ତି। ତ ବିଶ୍ୱାସ ଜୀବନରେ ଅନେକ ସମୟରେ ବହୁତ କିଛି ଏମିତି ବିଷୟ ଆସେ ଯେ ବାଇବେଲର ନିର୍ଦ୍ଦେଶରେ ଆମକୁ ଅଡୁଆ ଲାଗେ, এটা ଯେ ପ୍ରଭୁ କାହିଁକି ମନା କରୁଛନ୍ତି, ବାଇବେଲ এটা କାହିଁକି ମନା କରାହେଇଛି, বা ପ୍ରଭୁଙ୍କ ପ୍ରେରିତ ମାନେ ଏଟାକୁ କ'ଣ ପାଇଁ ମନା କଲେ? এটা ଲାଭର ବିଷୟ ଥିଲା, এটা ମୁଁ ନେଇ ପାରିଥାନ୍ତି, এটা ମୁଁ ଆଣି ପାରିଥାନ୍ତି। ଯେତେବେଳେ ବାଇବେଲ କିଛି ସେମିତି ବିଷୟ କହେ ତ ପ୍ରଭୁଙ୍କ ଠାରୁ ପାଇ ବିଶ୍ୱାସ ପ୍ରାପ୍ତ ହୋଇଥିବା ତାଙ୍କର ପୁତ୍ର କନ୍ୟା ମାନେ ତାଙ୍କର ସେ ଲାଭର ବିଷୟ ଗୁଡ଼ାକୁ ସେମାନେ କ୍ଷତି ଭାବିକରି ଛାଡ଼ି ଦିଅନ୍ତି। ବଲୁଛନ୍ତି ହଁ
8 ପଦ। ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। କହୁଛନ୍ତି ହଁ, ପ୍ରକୃତରେ ମୁଁ ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କର ଯୋଉ ଜ୍ଞାନର ଉତ୍କୃଷ୍ଟତା, ସେଇଦିନ ଆମେ ବିଗତ ଦିନରେ ଶୁଣିଥିଲୁ ପାଉଲ କହିଲେ ମୁଁ ପ୍ରାର୍ଥନା କରୁଛି ଯେ କିଛି ଉତ୍କୃଷ୍ଟ ବିଷୟ ଗୁଡ଼ିକ ପରମେଶ୍ୱରଙ୍କର ଆମେ ଗ୍ରହଣ କରିବା ପାଇଁ ଆମେ ଯେପରି ସମର୍ଥ ହେବା। ତ ଈଶ୍ୱରୀୟ ଜ୍ଞାନ ଦ୍ୱାରା କିଛି ବିଷୟ ବାଇବେଲରେ ଲେଖାଯାଇଛି। କିଛି ବିଷୟ ଈଶ୍ୱରୀୟ ଜ୍ଞାନ ପ୍ରତ୍ୟାଦେଶ ଦ୍ୱାରା ପରମେଶ୍ୱରଙ୍କର ପୁତ୍ର କନ୍ୟା ମାନଙ୍କୁ ଦିଆଯାଇଛି, ଯୋଉଟା ଜାଗତିକ ବା ସାଂସାରିକ ବୁଦ୍ଧି ବିଚାରରେ ଅଡୁଆ ଲାଗେ, ଆଉ ମନେ ହୁଏ ଯେ ଏଇଟା ବାଇବଲରେ ଗୋଟେ ମୂର୍ଖତାର ବିଷୟ ଲେଖା ଅଛି, ଏଟା କରିଲେ କ'ଣ କ୍ଷତି ହେବ, এটা তো লাভর বিষয়। আমার পড়োশী করুଛନ୍ତି, সিଏ ବି ତ ଖ୍ରୀଷ୍ଟିଆନ, ସିଏ କରୁଛନ୍ତି, ସିଏ ବି ପାଷ୍ଟର, ସିଏ କରୁଛନ୍ତି, କିନ୍ତୁ ଆମେ এইଭଳିଆ ବିଚାରଧାରା ନେଇକରି ଚାଲିବାର ନାହିଁ। କିଏ ଖ୍ରୀଷ୍ଟିଆନ ଯଦି କୋଉଟା କରୁଛନ୍ତି ବା କୋଉ ପାଷ୍ଟର ସେବକ କରୁଛନ୍ତି, ଆମକୁ ବାଇବଲର ନିର୍ଦ୍ଦେଶକୁ ଦିଆଯାଇଛି, ଯାହାକୁ ଆମେ ଫଲୋ କରିବା ଦରକାର। ସେଥିପାଇଁ କହୁଛନ୍ତି ଯୀଶୁ ଖ୍ରୀଷ୍ଟଙ୍କର ଜ୍ଞାନର ଉତ୍କୃଷ୍ଟତା କିଛି ରହିଛି, ଯୋଉ ଉତ୍କୃଷ୍ଟ ଜ୍ଞାନକୁ ପାଉଲ ଗ୍ରହଣ କରିବା ପାଇଁ ସମର୍ଥ ହେଲେ। କେତେବେଳେ? ଯେତେବେଳେ ପାଉଲକୁ ପରମେଶ୍ୱର ପ୍ରକାଶନ ଦେଲେ, ପାଉଲଙ୍କ ନିକଟରେ ଆପଣାକୁ ପରମେଶ୍ୱର ପ୍ରକାଶ କଲେ, ସେତେବେଳେ ଜଗତର ବହୁତ ବିଷୟ ଗୁଡ଼ିକ ଯୋଉଟା ଲାଭଜନକ ମନୁଷ୍ୟ ଦୃଷ୍ଟିରେ ଦେଖାଯାଏ, ପାଉଲଙ୍କର ଦୃଷ୍ଟିରେ ସେଗୁଡ଼ିକ ବିଷୟ ଏଥିପାଇଁ କ୍ଷତିଜନକ ବୋଲିକିରି ଲାଗିଲା। ଯଦି ବି ମନୁଷ୍ୟ ଦୃଷ୍ଟିରେ ସେଟା ଲାଭଜନକ ଥିଲା, କିନ୍ତୁ ପାଉଲଙ୍କ ଦୃଷ୍ଟିରେ ଏଥିପାଇଁ କ୍ଷତିଜନକ ମନେ ହେଲା, କାରଣ ପରମେଶ୍ୱର ସେଟା ମନା କରିଛନ୍ତି ବା ପରମେଶ୍ୱର ସେଟା ଆଦେଶ ଦେଇନାହାନ୍ତି, ମନୁଷ୍ୟ କରୁଛନ୍ତି। ତୁମେ ଯେମିତି କେହି କହେ ନାଇଁ ଖ୍ରୀଷ୍ଟିଆନ ମାନେ କରୁଛନ୍ତି, ପାଷ୍ଟର ମାନେ କରୁଛନ୍ତି। ଆମେ କୌଣସି ଖ୍ରୀଷ୍ଟିଆନ ଆଉ ପାଷ୍ଟରକୁ ଦେଖିକରି ଯଦି ବିଶ୍ୱାସ କରିଛୁ, ତାହେଲେ ନିଶ୍ଚୟ ବିଶ୍ୱାସରୁ ପଶ୍ଚାତପଦ ହେଇଯିବା। ଯଦି ବିଶ୍ୱାସ ଆମର ଭିତରେ ପରମେଶ୍ୱର ଆରମ୍ଭ କରିଛନ୍ତି, ତାହେଲେ ଆମେ କାହାରିକୁ ଦେଖିଲେ ବି ବିଶ୍ୱାସରୁ ପଶ୍ଚାତପଦ ହେଇ ହେବ ନାହିଁ। ଯେମିତି ପ୍ରେରିତ ମାନେ କହିଥିଲେ ଯେ ଆମେ କାହା ପାଖକୁ ଯିବୁ, ଜୀବନର ବାକ୍ୟ ଆପଣଙ୍କ ପାଖରେ ଅଛି। ସେଥିପାଇଁ କହୁଛନ୍ତି ଯେ ମୁଁ ଏସବୁ କ୍ଷତି ବିଷୟ ମନେ କଲି, ତାପରେ ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି। କହୁଛନ୍ତି ତାଙ୍କର ନିମନ୍ତେ ମୁଁ କ୍ଷତିକୁ ସହି ନେଲି। ପୁଣି ସେଇ ସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ। ଆଉ ଯୋଉ ଜିନିଷଟା ଜଗତର ବିଶ୍ୱାସ ପାଇନଥିବା ବା ପରମେଶ୍ୱରଙ୍କ ଦ୍ୱାରା ବିଶ୍ୱାସ ପାଇନଥିବା ଲୋକମାନେ ନିଜକୁ ବିଶ୍ୱାସୀ କହିପାରନ୍ତି, ନିଜକୁ ବିଭିନ୍ନ ଉପାଧି ଦେଇପାରନ୍ତି, କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ଠାରୁ ବିଶ୍ୱାସ ପାଇନାହାନ୍ତି, ସେମାନଙ୍କର ଦୃଷ୍ଟିରେ ଅନେକ ଜିନିଷ ବହୁତ ଭଲ। କିନ୍ତୁ ପାଉଲ ବୋଲୁଛନ୍ତି ଖ୍ରୀଷ୍ଟଙ୍କ ନିମନ୍ତେ, ଖ୍ରୀଷ୍ଟଙ୍କୁ ଯେପରି ମୁଁ ପାଇପାରେ, ଲାଭର ବିଷୟ ଗୁଡାକୁ ବି ମୁଁ କ୍ଷତି ଗଣନା କଲି ଖ୍ରୀଷ୍ଟଙ୍କୁ ପାଇବା ପାଇଁ। ତାହେଲେ ଆମର ଲକ୍ଷ୍ୟ ହଉଛି ଖ୍ରୀଷ୍ଟଙ୍କୁ ପାଇବା, ନିଜର ଜୀବନରେ ରୂପାନ୍ତରିତ ହେବାର ଅଛି, ଖ୍ରୀଷ୍ଟଙ୍କ ପରି ଆମକୁ ହେବାର ଅଛି।
ସେଥିପାଇଁ କହୁଛନ୍ତି ମୁଁ ଯେପରି ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଆଉ ତାଙ୍କର ବୋଲି ଜଣାଯାଏ, ତାହେଲେ ଖ୍ରୀଷ୍ଟଙ୍କ ପରି ଆପଣାକୁ ଜଣେଇବା ପାଇଁ ସେ ଅନେକ ଲାଭ ଜିନିଷ ଗୁଡ଼ିକୁ ବି କ୍ଷତି ଭାବିକରି ଛାଡ଼ିଦେଲେ। ଦେଖନ୍ତୁ କି ଆଶ୍ଚର୍ଯ୍ୟ ଜିନିଷ, ଆମେ ପଢ଼ିଲେ ତ ସବୁ ବୁଝି ଦେଇ ପାରବା ନାହିଁ, ପ୍ରଭୁ ଆମକୁ ବୁଝାନ୍ତୁ, ତାହେଲେ ଆମେ ବୁଝିପାରିବା। 10 ପଦ। ଯେପରି ହୁଁ ମୁଁ ତାହାଙ୍କୁ ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ ଭୋଗରେ ତାହାଙ୍କ ତୁଲ୍ୟ ହୋଇ ଦେଖନ୍ତୁ ତାହାଙ୍କ ଦୁଃଖ ଭୋଗର ସହଭାଗିତା ଜ୍ଞାତ ହୁଏ। କହୁଛନ୍ତି ମୁଁ ତାହାଙ୍କୁ ତାଙ୍କର ପୁନରୁତ୍ଥାନର ଶକ୍ତି ଓ ତାଙ୍କ ମୃତ୍ୟୁ ଭୋଗରେ ତାଙ୍କର ତୁଲ୍ୟ, ପୁନରୁତ୍ଥାନର ଶକ୍ତିରେ ଆଉ ତାଙ୍କର ମୃତ୍ୟୁ ଭୋଗରେ ତାଙ୍କର ତୁଲ୍ୟ ହେବାକୁ ପାଉଲ ଲକ୍ଷ୍ୟ ଥିଲା, ଯୋଉଥିପାଇଁ ସିଏ କ'ଣ କରୁଥିଲେ, ତାଙ୍କର ବିଶ୍ୱାସ ଜୀବନରେ ଯୋଉ ବିଷୟ ଗୁଡ଼ିକ ଲାଭର ବିଷୟ କିଛି ସାମ୍ନାରେ ଆସିଲେ, ଯଦି ସେଟା ବିଶ୍ୱାସର ବିପରୀତରେ କୌଣସି ବିଷୟ ଥାଏ କିନ୍ତୁ ଲାଭର ଥାଏ, ସେଟାକୁ ଛାଡ଼ି ଦଉଥିଲେ। ଉଦ୍ଦେଶ୍ୟ ଥିଲା ଖ୍ରୀଷ୍ଟଙ୍କ ତୁଲ୍ୟ ହେବା ପାଇଁ। 11 ଏବଂ ହୁଁ କୌଣସି ପ୍ରକାରେ ଦେଖନ୍ତୁ, କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। এই পুনরুত্থান পাইলে সারা মনুষ্য জাতি প্রভুঙ্কর আজ্ঞা লঙ্ঘন করিবা দ্বারা মৃত্যুরে চালিগলে। কিন্তু বাইবেল কহে, অনেক লোক পরিহাস করি পারନ୍ତି, মৃত্যুর পুনরুত্থান আছে। বাইবেল কହୁଛି মৃত্যুর পুনরুত্থান আছে। ଆପଣ କ'ଣ ଭାବନ୍ତି ମୁଁ କେମିତି ଜାଣିପାରିବି? କିନ୍ତୁ ଆମେ ଯେତେବେଳେ ବାଇବେଲକୁ ଧ୍ୟାନ କରିବା, ପ୍ରଭୁଙ୍କ ଆତ୍ମା ଦ୍ୱାରା এই সমস্ত বিষয় প্রভু বুঝাইলে বুঝিপারিবা। প্রভু যদি বিশ্বাস দেবে, বিশ্বাস করিবা কেবল তাহা নুহে, প্রভু যদি বিশ্বাস দেবে তাহলে সে বিশ্বাসর আরম্ভ খালি করিকি ছাড়ি দিয়ন্তি নাই। जो परमेश्वर आमर जीवन रे विश्वास आरंभ करछन्ति से विश्वास को शेष पर्यंत पढ़ाई नेबे, जोठी आमे पुनरुत्थित होइकरी मृत्युर पुनरुत्थान पाइबा पाई हमको विश्वास दिया जाइछे। आमर लास्ट टार्गेट सेटा मझुरु केमती छाड़ी पड़ेबा। तेणु कि परमेश्वर विश्वास देकर छाड़ी पड़ाते नहीं, हमको कढ़े भी नियंती। जदि सी विश्वास देइछन्ति ताहले से विश्वास रो अंतिम मुहूर्त पर्यंत कढ़े नेबे, जेपरी आमे मृत्युर पुनरुत्थान पाइबा। किंतु आमे देखितबा विश्वास करुथबा लोक माने विश्वास करंती, भलो साक्ष्य दियंती, काली किछि जदि तांकर लाभर विषय देखुछन्ती बाइबल रो विपरीत थिले भी चली जिवे, आमे विश्वासी किछि नहीं, असुविधा नहीं, आमे विश्वास करछु। आ बाइबल रो विपरीत रे भी समान चली जिवे जदि ताको लाभ अछि। किंतु पाउल कहते मो लाभ जिनस गुड़िक क्षति बोलिक छाड़देली, जेपरी मु ख्रीष्टंकर तुल्य हेबे, तांकर मृत्युरे, तांकर पुनरुत्थान रे, तांकर दुख भोगरे मु तांकर तुल्य हिकर पुनरुत्थान प्राप्त हेबी। तो आमर लक्ष्य होछि पुनरुत्थान। सबु सेवा करी जदि से पुनरुत्थान सबु विश्वास करी प्रचार करी, हाँ आमे जो सब पुनरुत्थान रही आमर भितरे कौन सी विषय हैला नहीं तो लाभ कौन हैला? प्रिय ख्रीष्टंकर मनोनीत पुत्र कन्या मान को मु समस्त को प्रभुंकर जने दास सेवक आ मंडलीर जने पालक भाव मु अनुरोध करी, आमर पुनरुत्थान पर्यंत आमको दौड़ार अच्छी, पुनरुत्थान पर्यंत। पुनरुत्थान होछि आमर लक्ष्य।
କିନ୍ତୁ ଲେଖା ହେଇଛି ଯେଉଁମାନେ ବିଶ୍ୱାସରୁ ପଶ୍ଚାତପଦ ହୋଇଯାନ୍ତି ହୁଅନ୍ତୁ ନାହିଁ। ପରମେଶ୍ୱର ଯଦି ଆମେ କିଛି କରିବି ପାରିବି ନାହିଁ, ଯଦି ପରମେଶ୍ୱର ବିଶ୍ୱାସ ଦେଇଛନ୍ତି ତାହେଲେ ପାଳକ ଭାବରେ ମୁଁ ଯେଉଁ ସେବା କରୁଛି ଏ ସେବା କାର୍ଯ୍ୟ ଦ୍ୱାରା ପ୍ରଭୁଙ୍କ ଠାରୁ ବିଶ୍ୱାସ ପାଇକରି ଯେଉଁମାନେ ପ୍ରଭୁରେ ଜନ୍ମ ହୋଇଛନ୍ତି ସେମାନଙ୍କର ଉନ୍ନତି ହେବ, ସେମାନେ ଗାଇଡେନ୍ସରେ ଚାଲିବେ ଆଉ ଶେଷରେ ମଣ୍ଡଳୀର ପୁନରୁତ୍ଥାନରେ ଅଂଶୀ ହେବେ। ଏଟା ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି। ଟିକେ ପ୍ରଭୁଙ୍କର ଦାସ जो पुस्तक प्रचार କରିଛନ୍ତି आइडेंटिफिकेशन 63630123 630123 तार 109 108 रु आरंभ करबा 108 को जीवा चलो। 104 रु आरंभ करबा ठीक है चलो 104 चलो 104 यस यस हाँ and now God expresses himself through his son कहउछंती परमेश्वर तांकर पुत्रंक द्वारा से अपना को प्रकाश करंती क्राइस्ट जीसस यीशु ख्रीष्ट तांकर पुत्रंक द्वारा अपन को प्रकाश करंती as he takes us in as adopted children जेमती से परमेश्वर तांकर पुत्र रूपे से आम मान को कौन करिसंती ग्रहण करिसंती and put his spirit in us आउ तांकर आत्मा आम भितरे दीछंती और in other words बा भिन्न भाव रे कहबा को गले my God see हे मोर परमेश्वर बुझिला then the Holy Spirit in us पवित्रता आम भितरे रही करी क्राइस्ट स्पिरिट एक्सप्रेसिंग जीसस क्राइस्ट आमर भितरे ख्रीष्ट का आत्मा रही करी से जीसु ख्रीष्ट अपना को प्रकाश करछुंती एंड द पीपल लुक एट यू एवं लोक माने तुमको देखुछुंती सी बुझिलो एंड when they see hypocrisies and everything no wonder we have lost our strength the salt has lost its savor कहउछंती जेतेबेले सेमाने अनेक प्रकार कपटता ए सब विषय देखंती एटा किसी आश्चर्य नाही सेतेबेले आम शक्ति को आमे हरै दउ लवणत्व आउ आमर भितरे न थाए 106 no other nature could do this no cause he was the molded perfect character of God कहउछंती आउ कौन सी सृष्टि एटा करि पारिबो नै कारण प्रभु जीशु ही होउछंती से व्यक्तित्व परमेश्वर को द्वारा 107 for it was a fallen character that all nature had all men had a fallen character कहउछंती आज सारा सृष्टि पतित हो जाइछि मनुष्य पतित हो जाइछि आ पतित हो जाइथबारु आज सृष्टि रे आ मनुष्य भितरे गोटे पतित मनुष्यर चरित्र देखा जाउछि पतित मनुष्यर चरित्र बा चित्रण देखा जाए आम भितरे इवन एवरीथिंग दैट वाज अंडर मैन फेल एवरीथिंग हैज गॉट ए डाइंग कैरेक्टर कहउछंती मनुष्यर पतन सकाशु मनुष्यर भितरे भी सेई
ପତନର ଲକ୍ଷଣ ଆଉ ସୃଷ୍ଟିରେ ବି ସେଇ ପତନର ଲକ୍ଷଣ ମୃତ୍ୟୁର ଲକ୍ଷଣ ଚରିତ୍ର ପ୍ରକାଶ ପାଏ and 08 and he had a living character so he expressed it in Christ ପରମେଶ୍ୱରଙ୍କର ଗୋଟେ ମନୁଷ୍ୟ ପତିତ ହେଇଗଲା ପରେ ସୃଷ୍ଟି ମନୁଷ୍ୟ ଦ୍ୱାରା ପତିତ ହେଇଗଲା କିନ୍ତୁ ପରମେଶ୍ୱରଙ୍କର ଗୋଟେ ଚରିତ୍ର ଥିଲା ଯୋଉଟା ସେ ଖ୍ରୀଷ୍ଟଙ୍କର ଭିତରେ ପ୍ରକାଶ କଲେ ଆଉ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟକୁ ତାର ପୂର୍ବ ଅବସ୍ଥା ଯେପରି ସେ ଫେରି ପାଇବ ଖ୍ରୀଷ୍ଟଙ୍କ ଦ୍ୱାରା ସେ ମୂଲ୍ୟ ଦେଇଦେଲେ and then because of his obedience ଆଉ ଖ୍ରୀଷ୍ଟଙ୍କର ଆଜ୍ଞାବହତା ସକାଶୁ he raised him up on the third day ସେ କହୁଛନ୍ତି ବୁଝିଲ ଖ୍ରୀଷ୍ଟକୁ ଯେତେବେଳେ ପୁତ୍ର ରୂପରେ ପରମେଶ୍ୱର ପଠେଇଲେ ସେ ପିତାଙ୍କର ଆଜ୍ଞାବହ ହେଲେ ଦୁଃଖ ବି ଉଠେଇବାକୁ ପଡ଼ିଲା ପିତାଙ୍କର ଆଜ୍ଞା ଥିଲା ସେଥିପାଇଁ ପରମେଶ୍ୱର ତୃତୀୟ ଦିନରେ ତାଙ୍କର ଆଜ୍ଞାବହତା ସକାଶୁ ତାଙ୍କୁ ଉଠେଇଲେ ମୋର ପ୍ରିୟମାନେ ଏହା ଦ୍ୱାରା ଆମେ ବୁଝିବା ଦରକାର ଯଦି ଖ୍ରୀଷ୍ଟ ଆମର ଜ୍ୟେଷ୍ଠ ଭ୍ରାତା ଈଶ୍ୱରଙ୍କର ପୁତ୍ର ଖ୍ରୀଷ୍ଟ ଆମର ଜ୍ୟେଷ୍ଠ ଭ୍ରାତା ବଡ଼ ଭାଇ ସେ ଆଜ୍ଞାବହ ହେବା ଦ୍ୱାରା ତୃତୀୟ ଦିନରେ ମୃତମାନଙ୍କୁ ପୁନରୁତ୍ଥିତ ହେଲେ ଆମେ ଈଶ୍ୱରଙ୍କର ବିଶ୍ୱାସ କରୁଛୁ କହିକିରି ଆମେ ନିଜର ଲାଭ ପାଇଁ ଅନାଜ୍ଞାବହ ହେଇକିରି ଆମେ ପୁନରୁତ୍ଥାନର କେମିତି କଳ୍ପନା କରିବା ମୋର ପ୍ରିୟମାନେ ମୋତେ ପରମେଶ୍ୱର ଯାହା ପ୍ରକାଶନ ବା ଆହ୍ୱାନ ଦେଇଛନ୍ତି ମୁଁ ଯେଉଁ ସେବା ପଦ ପାଇଛି ମୋର ସେଇ ଛୋଟିଆ ସେବକ ପଦରେ ଭାର ନେଇକରି ମୁଁ ଆପଣମାନଙ୍କୁ କହୁଛି ଆମେ ଗୋଟେ ଥର ପାଇଁ ଆମକୁ ଏଇ ମନୁଷ୍ୟ ଜୀବନ ଗୋଟେ ଚାନ୍ସ এইটাକୁ ଆମେ ଅବହେଳା ନ କରୁ ଯଦି ଆମେ ପରମେଶ୍ୱରଙ୍କ ଠାରୁ ବିଶ୍ୱାସ ପାଇଛୁ ପରମେଶ୍ୱର ଆମଠାରେ ଯଦି ବିଶ୍ୱାସ ଆରମ୍ଭ କରିଛନ୍ତି ଧୈର୍ଯ୍ୟ ଧରୁ ସେ ବିଶ୍ୱାସର ଆରମ୍ଭ କରି ଛାଡ଼ିଦେବେ ନାହିଁ ସେ ଶେଷ ପର୍ଯ୍ୟନ୍ତ କଢ଼େଇ ନେବେ ଯେତେବେଳେ ଆମେ ଶେଷ ଲକ୍ଷ୍ୟ ହେଉଛି ପୁନରୁତ୍ଥାନ ଆଉ ପୁନରୁତ୍ଥାନର ପ୍ରଥମ ଲକ୍ଷଣ ଯେତେବେଳେ ଯୀଶୁଙ୍କ ପଠେଇକରି ସେ ଆମର ଜ୍ୟେଷ୍ଠ ଭ୍ରାତା ଭିତରେ ଦେଖାଗଲା ସେ ଆଜ୍ଞାବହତା ଦ୍ୱାରା ତୃତୀୟ ଦିନରେ ପୁନରୁତ୍ଥିତ ହେଇଥିଲେ ତେଣୁକରି ଆମେ ଆମର ଜ୍ୟେଷ୍ଠ ଭ୍ରାତା ଆମର ପ୍ରଭୁ ସିଏ ଜ୍ୟେଷ୍ଠ ଭ୍ରାତା ସିଏ ଆମର ମିତ୍ର ବି ସିଏ ତାଙ୍କଠାରୁ ଶିଖିବା ଦରକାର ଆଉ ଆଜ୍ଞାବହ ହେବା ଦରକାର ତାହେଲେ ଆମର ବି ଶେଷରେ ପୁନରୁତ୍ଥାନ ହେବ and then he gives to us the proof ଆଉ ପରମେଶ୍ୱର ପ୍ରଭୁ ଯୀଶୁଙ୍କୁ ଉଠେଇକରି ଆମକୁ ପ୍ରମାଣ ଦେଇଛନ୍ତି and gives to us the assurance ଖାଲି ପ୍ରମାଣ ଦେଇନାହାନ୍ତି ଆମକୁ assurance ଦେଲେ ଆମକୁ ଗୋଟେ assurance ଦେଇଛନ୍ତି କହୁଛନ୍ତି that as long as we are him କଣ assurance ଦେଇଛନ୍ତି ଯେ ପର୍ଯ୍ୟନ୍ତ ଆମେ ତାଙ୍କ ଠାରେ ଅଛୁ we are risen with him ଆମେ ତାଙ୍କ ସହିତ ଯେ ପର୍ଯ୍ୟନ୍ତ ଅଛୁ ଆମେ ତାଙ୍କ ସହିତ ଉତ୍ଥିତ ହେଇଛୁ we will not rise with Christ କହୁଛନ୍ତି ଆମେ ଖ୍ରୀଷ୍ଟଙ୍କ ସହିତ ଉଠିବା ନାହିଁ ଖ୍ରୀଷ୍ଟ ଉଠି ସାରିଛନ୍ତି ଆମେ ଯଦି ଆଜ୍ଞାବହ ହେଇଛୁ ଖ୍ରୀଷ୍ଟଙ୍କ ଠାରେ ଅଛୁ ବିଶ୍ୱାସରେ ଅଛୁ ଖ୍ରୀଷ୍ଟଙ୍କ ସହିତ ଆମେ ଉଠିଛୁ we are already raised with Christ that's right ଆମେ already ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହେଇଛୁ ବାକ୍ୟ କହେ we are in Christ now ଆଉ ବର୍ତ୍ତମାନ ଆମେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହେଇକରି ଆମେ ଖ୍ରୀଷ୍ଟଙ୍କ ଠାରେ ଅଛୁ and if Christ be risen from the dead ଯଦି ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉଠିଛନ୍ତି are not we rise from the dead with him ତାହେଲେ ସିଏ ଯଦି ଉଠିଛନ୍ତି ତାହେଲେ ଆମେ ତାଙ୍କ ସହିତ କଣ ଉଠି ନାହୁଁ କି ସେଥିପାଇଁ ମୁଁ କହିଲି ଆପଣମାନେ ଧୈର୍ଯ୍ୟ ଧରିକିରି ଶୁଣନ୍ତୁ ଆଉ ବୁଝନ୍ତୁ ଯଦି ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉଠିଛନ୍ତି ତେବେ କଣ ଆମେ ଉଠି ନାହୁଁ ଆମେନ୍ ଆମେ ଉଠିଛୁ now
we are setting together in heavenly places in him. ଆଉ ଉଠିକରି ଆମେ ତାଙ୍କର ସହିତ ସ୍ୱର୍ଗୀୟ ସ୍ଥାନରେ ଆମେ ଉପବେଶନ କରିଛୁ। ପାଉଲ ଲେଖୁଛନ୍ତି, ଓ ମାଇ, ହେ ପ୍ରଭୁ, that out to make you Presbyterian shout, yeah, certainly, expressed image of God, molded after the fashion of Christ, that the world can see him in you. परमेश्वर आमर भितरे से अपना को प्रकाश करुछंती विश्वास देकरी, आमको तांको सहित उठेकरी विश्वास देकरी से आम देकरी जगत रे अपना को से प्रकाश करुछंती तुमर आउ आमर देकरी। दैट इज द लुकिंग ग्लास टू लुक एट कहउछंती। एइटा ही होउछंती सेई देखबार आईना। नो अदर नेचर कुड डू इट। सृष्टि रे बहुत विषय अच्छे, किंतु परमेश्वर तुमर आमर देकरी से पुनरुत्थित होइछंती सेटा जगत रे प्रकाश करुछंती। जगत सृष्टि रो आउ कोन सी सृष्ट विषय को नेले नाही। मनुष्य ठारू बड़ देखा जिबारे बलवान, ओजन रे बड़, बल रे बहुत सृष्टि अछंती, सेमान को प्रभु नेले नाही। तांको सादृश्य रे बनैथिबा मनुष्य को, जहाकू अनेक बलवान प्राणी ठारू परमेश्वर बुद्धिमान बनैछंती। परमेश्वर सेमानकर भितरे विश्वास देकरी से जे पुनरुत्थित ख्रीष्ट से प्रकाश करुछंती। किपरि? विभिन्न प्रकार आश्चर्य कर्म, चिन्ह, चमत्कार। संसार जोटी कोची हेबो नाही। परमेश्वर पुनरुत्थित ख्रीष्ट तांकर संतान मानक भितरे विश्वास देकरी से अलौकिक कार्य गुड़िक करुछंती। आ अनेक लोक कहंती आमे अलौकिक कार्य को विश्वास करूनो। आपण देखुथिबे विश्वास द्वारा रोग सुस्थ होची, दुष्ट आत्मा छाड़ी पड़ोची। केमती? आपण देखुथिबे गुडे दुष्ट आत्मा ग्रस्त लोकोटा, गुडे पुओटा, गुडे स्त्री लोकोटा दुष्ट आत्मा रे ग्रसित होकरी मंद आचरण करुथला, अश्लील कथा कहूथला, अश्लील जिनस देखुथला, अश्लील कार्य रे अनुगमन करुथला। से पुरुष हो कि स्त्री हो, विभिन्न निशापान करुथला, कुत्सित काम करुथला। मेडिकल साइंस रे तार कोन ट्रीटमेंट अछि? मेडिकल साइंस रे साइंस कोन ट्रीटमेंट करिवो? अनेक कहउछन्ती आमे अलौकिक काम को विश्वास करनु, आमे साइंस को विश्वास करछु। भलो कथा, किछि तर्क जाको जेतकी दिया जायछि से सेतकी कहइबो। ठीक अछि, आमे आपनकर कथा को सम्मान दोछु, कारण प्रत्येक मनुष्यर राइट अछि तार विचार को से व्यक्त करिवो, असुविधा नहीं। आउ आमर भितरे जो ईश्वरीय विचार परमेश्वर देइछन्ती आमे व्यक्त करछु। परमेश्वर ए पतित मनुष्य मान को विश्वास देकर बहुमूल्य कार्य करुछन्ती। जोटा साइंस करि पारबो नाही एमान को देकर परमेश्वर करुछन्ती। अद्भुत काम करुछन्ती। आज भी परमेश्वर अद्भुत काम करुछन्ती। जोटा हॉस्पिटल रही पारबो नाही, इंजेक्शन रही पारबो नाही। केमते के लोक माने, उन्मत्त लोक माने, दुष्ट लोक माने परिवर्तन हेकि जाउछन्ती, साधु परि आचरण करुछन्ती। केमती होउछे? जोटा को आशा कर जाउ नथला एई भला दुष्ट लोक माने, दुष्ट पुरुष, स्त्री, पुओ झियो माने। आपण कोंतु साइंस रे कोन एमती रेमेडी अछि जे दुष्ट लोक माने परिवर्तन हेबे? किछि नै। जरो झड़ा हेले, बेमार हेले हम जाउछु, साइंस तार सीमित बुद्धि द्वारा आमर ट्रीटमेंट करे। परमेश्वर इच्छा थिले बंचुछु, भल होछु, न हेले सरी जाउछु। किंतु आपण देखिथिबे पुनरुत्थित ख्रीष्ट बुद्धिहीन, दरिद्र, असहाय लोक मानकु
ବିଶ୍ୱାସ ଦେଇକି ତାଙ୍କ ହୃଦୟରେ ବାସ କରି ସେ ପୁନରୁତ୍ଥିତ ଖ୍ରୀଷ୍ଟ ଏବେ ବି ଅଦ୍ଭୁତ ଆଉ ଆଶ୍ଚର୍ଯ୍ୟ କର୍ମ କରୁଛନ୍ତି, ଯୋଉଟାର ପ୍ରମାଣ ସ୍ୱରୂପ ଆଜି ଅନେକ ପାପୀ ଆଉ ଦୁଷ୍ଟ ଲୋକମାନେ, ବିପଦଗାମୀ ଲୋକମାନେ, ଯୋଉମାନେ ବିପଥରେ ଚାଲି ଯାଇଥିଲେ, ଘରେ ସମାଜରେ ଲୋକମାନେ ସେମାନଙ୍କୁ ଘୃଣା କରୁଥିଲେ, ତୁଚ୍ଛ କରୁଥିଲେ, ତାଙ୍କର କାର୍ଯ୍ୟଗୁଡ଼ିକୁ ଦେଖିକିରି ସେଇ ଲୋକମାନେ ଆଜି ବଦଳିକିରି ସାଧୁମାନଙ୍କ ପରି ଘରେ ସମାଜରେ ଜୀବନଯାପନ କରୁଛନ୍ତି। ତାଙ୍କର ମୁହଁରେ ଅଶ୍ଳୀଳ ଭାଷା ନାହିଁ, ଜୁଆ ଖେଳିବାକୁ ଯାଉନାହାନ୍ତି, ମଦ୍ୟପାନ କରିବାକୁ ଯାଉନାହାନ୍ତି, ଦୁଷ୍ଟମାନଙ୍କ ସାଙ୍ଗରେ ସମ୍ମିଳିତ ହେଇକରି ମନ୍ଦ କର୍ମରେ ଲିପ୍ତ ହେଇକି ରହୁଥିବା ଲୋକମାନେ ସେଠି ଆଉ ଯାଉନାହାନ୍ତି, ବରଂ ଘରେ ରହୁଛନ୍ତି, ସ୍ୱାମୀକୁ, ସ୍ତ୍ରୀକୁ, ପୁଅ ଝିଅକୁ ସାହାଯ୍ୟ କରୁଛନ୍ତି, ବାପା ମାକୁ ସାହାଯ୍ୟ କରୁଛନ୍ତି, ପରିବାରକୁ ସାହାଯ୍ୟ କରୁଛନ୍ତି, ବାହାରେ ଭଲ କାମ କରିକିରି ପରିଶ୍ରମ କରିକି ଆଣିକିରି ଘରେ ଦଉଛନ୍ତି। ଆଗେ ଦୁଷ୍ଟ ହେଇକରି ବୁଲୁଥିଲେ। ଖ୍ରୀଷ୍ଟ, ପୁନରୁତ୍ଥିତ ଖ୍ରୀଷ୍ଟ ଆମ ଭଳିଆ ବୁଦ୍ଧିହୀନ ପାପୀ ଲୋକମାନଙ୍କ ଭିତରେ ବିଶ୍ୱାସ ଦେଇକି କାର୍ଯ୍ୟ କରି ଆମର ଜୀବନରେ ପୁନରୁତ୍ଥିତ ଖ୍ରୀଷ୍ଟ ସେ ଏଇଭଳିଆ ଅଲୌକିକ କାର୍ଯ୍ୟଗୁଡ଼ିକୁ କରୁଛନ୍ତି, ଆଉ ପାପୀମାନେ ପରିବର୍ତ୍ତନ ହେଉଛନ୍ତି ପୁନରୁତ୍ଥାନ ନିମନ୍ତେ। ତେଣୁକରି କହୁଛନ୍ତି ଆଣ୍ଡ ଗଡ୍, ପରମେଶ୍ୱର ମନୁଷ୍ୟକୁ ବ୍ୟବହାର କଲେ। ପୁନରୁତ୍ଥିତ ଖ୍ରୀଷ୍ଟ ମନୁଷ୍ୟ ଦେଇକରି କାମ କରୁଛନ୍ତି, ଅନ୍ୟ କୌଣସି ପ୍ରାଣୀକୁ ନାହିଁ। ଆଣ୍ଡ ଗଡ୍ ଆଇଡେଣ୍ଟିଫାଏଡ, ଲୁକ୍, God identified himself as a man। ଆଉ ନିଜେ ବି ପରମେଶ୍ୱର ଜଗତରେ ସିଂହ, ବାଘ, ଅନ୍ୟ କୌଣସି ପ୍ରାଣୀ ରୂପରେ ଆପଣଙ୍କୁ ପ୍ରକାଶ ନ କରି ପରମେଶ୍ୱର ମନୁଷ୍ୟ ରୂପରେ ପ୍ରକାଶ କଲେ, କାରଣ ପରମେଶ୍ୱର ମନୁଷ୍ୟକୁ ଆପଣା ସ୍ୱରୂପରେ ନିର୍ମାଣ କରିଥିଲେ। ମନୁଷ୍ୟର ଯୋଉ ସ୍ୱରୂପ ଥିଲା, ପ୍ରଥମ ମନୁଷ୍ୟକୁ ବନେଇଲେ, ସେଇ ସ୍ୱରୂପ ପରମେଶ୍ୱରଙ୍କ ଅଟେ। ତେଣୁକରି ପରମେଶ୍ୱର ଜଗତର ଅନ୍ୟ ଧରାପୃଷ୍ଠରେ ଥିବା ପ୍ରାଣୀମାନଙ୍କୁ ନ ନେଇକରି ମନୁଷ୍ୟକୁ ନେଇକରି ମନୁଷ୍ୟ ଦେଇକରି ଆପଣଙ୍କୁ ପ୍ରକାଶ କଲେ। ଆଣ୍ଡ ଟୁକ୍ ଅପନ୍ ହିମ୍ ଦ ଫର୍ମ ଅଫ ସିନ୍। ଆଉ ସିଏ ନିଜ ରୂପରେ ମନୁଷ୍ୟର କରିଥିବା ପାପର ବୋଝକୁ ବି ନେଇନେଲେ। ମୁଁ ସେଦିନ ଗୋଟେ ନୋଟିଫିକେସନ ଆସିଥିଲା, ମୁଁ ଦେଖୁଥିଲି, ଜଣେ କି ଫାଦର ବୋଲିକିରି, ହଁ, ମାନେ ସେ କହୁଛି କହୁଛନ୍ତି ଯେ ଯୀଶୁ ଖ୍ରୀଷ୍ଟ ଆମର ପାପ ପାଇଁ ମରିନାହାନ୍ତି। ତ ଠିକ ଅଛି, ତାଙ୍କର ବିଚାର, କିନ୍ତୁ ବାଇବଲରେ ଲେଖାଯାଇଛି ଯୋଉଟା ଆପଣ ଜାଣିଛନ୍ତି, ସେ ମନୁଷ୍ୟ ପରି ହେଲେ, ମନୁଷ୍ୟର ପାପକୁ ନିଜ ରୂପରେ ନେଲେ। ନାଓ ୱେଲ୍, ନଟ୍ ସିନ୍ ବଟ୍ ଦ ଫର୍ମ ଅଫ ସିନ୍। ପାପୀ ହେଲେ ନାହିଁ, ପାପୀ ପରି ହେଲେ। ସେ ପାପୀ ନଥିଲେ, ପାପୀ ପରି ହେଲେ। ଆଉ ପାପର ଯେତେ କ୍ରୂରତା, ପାପର ଦଣ୍ଡ ତାଙ୍କ ଉପରେ ପଡିଲାରୁ ଲୋକମାନେ କହିଲେ ଏଟା ଏମତିଟା, ଏଟା ସେମତିଟା। ବହୁତ ଲୋକ ତାଙ୍କୁ ବିଭିନ୍ନ ପ୍ରକାର କମେଣ୍ଟ ଦେଇ ଚାଲିଲେ, କାରଣ ସେ ପାପର ଦଣ୍ଡ ବହନ କରୁଥିଲେ। ପାପୀ ପରି ଦେଖାଗଲେ, ସେ ପାପୀ ନଥିଲେ। ହି ମାଇଟ୍ ଟେକ୍ ଦ ସିନ୍ ଅଫ ଦ ସିନର, ଯେପରି ଏଥିପାଇଁ ହେଲେ ଯେପରି ସେ ଅନେକ ଲୋକର ପାପର ବୋଝ ନେଇପାରିବେ। ସି ଆଣ୍ଡ ପେ ଦ ପେନାଲ୍ଟି ଫର ଇଟ୍। ଆଉ ଏଥିପାଇଁ ବୋଝ ନେଲେ ଯେପରି ସେ ପାପର ଦଣ୍ଡଟାକୁ ବହନ କରିବେ। ଆଣ୍ଡ ଗିଭ୍ ଦ ସିନର, ଦେଖନ୍ତୁ, ପାପର ଦଣ୍ଡ ବହନ କଲା ପରେ give the sinner back the life that he had before the fall। ମୁଁ ଭାବୁଛି ଆପଣ ମାନେ ବୁଝିଥିବେ, ସିଏ ମୂଲ୍ୟ ଦେଇଦେଲେ ପାପୀ ପରି ହେଇକରି। ଲୋକ ଭାବିଲେ ଇଏ ପାପୀଟା, ସେଥିପାଇଁ ତାକୁ ଏମିତି ଘଟିଛି। ମୂଲ୍ୟ ଦେଇକରି, କଣ ପାଇଁ ମୂଲ୍ୟ ଦେଲେ? ଯୋଉଟା ଆମେ ବିଶ୍ୱାସ କରୁଛୁ, ଯେପରି ମନୁଷ୍ୟ ପତନ ହେବା ପୂର୍ବରୁ ମନୁଷ୍ୟ ଯେପରି ଥିଲା, ଯୋଉ ଜୀବନ ତାର ଥିଲା, ଯୋଉ ଅନନ୍ତ ଜୀବନ ଥିଲା, ଯୋଉ ଅନନ୍ତ ସୁଖ ଶାନ୍ତି ନିମନ୍ତେ ସେ ସୃଷ୍ଟି ହେଇଥିଲା, ସେ ଏଥିପାଇଁ ମୂଲ୍ୟ ଦେଇଦେଲେ ଯେ ମନୁଷ୍ୟ ଆଉ ଥରେ ତାର ସେ ପୂର୍ବ ଅବସ୍ଥାକୁ, ଯୋଉଟା ମନୁଷ୍ୟର ପତନ ପୂର୍ବରେ ଥିଲା,
সেই সম্পূর্ণ অধিকার ଅନନ୍ତ ଜୀବନ ଅଧିକାର ତାର କମାଣ୍ଡିଂ ଅଥରିଟି ସବୁ ଯେପରି ସେ ଫେରି ପାଇବ। ଓ ମାଇ, ହେ ପ୍ରଭୁ, ହ୍ୱାଟ ଲଭ୍ ଗଡ୍ ହ୍ୟାଜ ଏକ୍ସପ୍ରେସ୍ଡ ଟୁ ଅସ୍। ହେ ପ୍ରଭୁ, ପରମେଶ୍ୱର କିପରି ଆମମାନଙ୍କ ପ୍ରତି ସେ ଆପଣା ପ୍ରେମକୁ ପ୍ରକାଶ କରିଛନ୍ତି। ମୁଁ ବିଗତ ଦିନରେ କିଛି ବର୍ଣ୍ଣନ କରିଥିଲି। ଆମର ବାପା ଆମକୁ ଏତେ ଭଲ ପାଇଲେ। ଆମର ବାପା, ଆମର ପିତା, ଆମର ପରମେଶ୍ୱର ଏତେ ଭଲ ପାଇଲେ, ଏତେ ସ୍ନେହ କରନ୍ତି। ଆମର କରିଥିବା ଭୁଲ ଆଉ ପାପର ପୀଡ଼ା ଯାତନା ତାଙ୍କୁ ଦିଆଗଲା। ସେ ଦେହ ଧାରଣ କରି ଆସିଲେ, ଆଉ ଆମର ପାପର ସବୁ ପୀଡ଼ା ତାଙ୍କ ଉପରେ ଲଦି ଦିଆଗଲା। ସେଥିପାଇଁ ପ୍ରିୟମାନେ, ଆମେ ଭୁଲ ଯେତେବେଳେ ଆମେ କରିଦେଉଛୁ, ଆମର ଜୀବନରେ କୌଣସି ଜୀବନରେ ଭୁଲ ହେଇଯାଉଛି, ଆମେ ଶାନ୍ତିରେ ରହିପାରୁନୁ। ଆମକୁ ବହୁତ ଖରାପ ଲାଗୁଛି ଯେ ଶରୀରର କୌଣସି କାର୍ଯ୍ୟ, ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ହେଲା ପରେ ଆମେ ଶାନ୍ତିରେ ରହିପାରୁନୁ। ପ୍ରଭୁ ଶାନ୍ତି ନ ଦେବା ପର୍ଯ୍ୟନ୍ତ ତାଙ୍କ ପାଖରେ ପ୍ରାର୍ଥନା କରୁଛୁ, କ୍ଷମା ପ୍ରାର୍ଥନା ମାଗୁଛୁ, ପଶ୍ଚାତାପ କରୁଛୁ, ପ୍ରଭୁଙ୍କୁ ପୁନର୍ବାର କହୁଛୁ ଆଉ କରିବି ନାହିଁ। ବାପା ଆମର ଦଣ୍ଡ ବହନ କରିଛନ୍ତି, କେତେ ପ୍ରେମ କଲେ, ସେ ସବୁ ଦଣ୍ଡଟା ନିଜର ଉପରେ ନେଇନେଲେ। ଆଉ ନିଜର ପ୍ରେମ ଆମ ପ୍ରତି ପ୍ରକାଶ କରିଛନ୍ତି, ସେଇଟା ଆମର ହୃଦୟରେ ସେ ବିଶ୍ୱାସ ଦେଇଛନ୍ତି। ଥିଙ୍କ ଅଫ୍ ଇଟ୍। এটা ଆପଣଙ୍କୁ ଟାସ୍କ ଦିଆଯାଇଛି। ୟାର ବିଷୟରେ ଚିନ୍ତା କରନ୍ତୁ। ମିଟିଂ ସରିଲା ପରେ ହସ ଗମାତ କରନ୍ତୁ ନାହିଁ, ଆଲୋଚନା କରନ୍ତୁ ନାହିଁ। ଆମର ପିତା ଆମକୁ କିପରି ପ୍ରେମ କଲେ ଚିନ୍ତା କରନ୍ତୁ। ଥିଙ୍କ ଅଫ୍ ଇଟ୍। Stay blessed. God bless you. ପ୍ରାର୍ଥନାରେ କେହି ଭାଗ ନେବେ? ହଉ, ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ଆମମାନଙ୍କର ପିତା, এই সমস্ত সৃষ্টি দ্বারা তুমি আপনাକୁ জগତରେ ପ୍ରକାଶ ନ କରି ତୁମର ସାଦୃଶ୍ୟରେ ଯେଉଁ ମନୁଷ୍ୟକୁ ତୁମେ ତୁମର ପରି କ୍ଷମତା, ତୁମର ପରି ଗୁଣ, ତୁମର ପରି ଜୀବନ, ସୌନ୍ଦର୍ଯ୍ୟ ସବୁ ତୁମରି ପରି ଦେଇ ବନେଇଥିଲ ଆପଣଙ୍କୁ ପ୍ରକାଶ କରିବା ପାଇଁ। ତୁମେ ଆପଣା ପରି କ୍ଷମତା ଦେଇଥିଲ। ଧରାପୃଷ୍ଠରେ ତାର ସବୁ କ୍ଷମତା ଥିଲା। ତୁମର ପରି ଜୀବନ ଥିଲା। ସେ ଅନନ୍ତ ଶାନ୍ତି, ଅନନ୍ତ ଜୀବନର ଅଧିକାରୀ। সেই মনুষ্য পতিত ହେଲା ପରେ এই ସୃଷ୍ଟିରେ ସମସ୍ତ ବିଷୟ ମୃତ୍ୟୁର ଅଧୀନକୁ ଚାଲିଗଲା ମନୁଷ୍ୟ ସକାଶୁ। ପୁନର୍ବାର ତୁମେ এই ସୃଷ୍ଟି ଦ୍ୱାରା ଆପଣଙ୍କୁ ପ୍ରକାଶ ନ କରି ଆଉ ଥରେ ମନୁଷ୍ୟ ଦ୍ୱାରା ହିଁ ପ୍ରଭୁ ତୁମେ ଆପଣଙ୍କୁ ପ୍ରକାଶ କରିବା ପାଇଁ, ତୁମର ପ୍ରେମକୁ ପ୍ରକାଶ କରିବା ପାଇଁ ତୁମେ ଯୋଜନା କରି এই ପତିତ ମନୁଷ୍ୟକୁ ତୁମେ ଉଠେଇଲ ପ୍ରଭୁ। ଆଉ এই ପତିତ ମନୁଷ୍ୟ ନିଜେ ଉଠି ପାରିନଥାନ୍ତା। ପାପର ଦଣ୍ଡ ଭାରି ଭୟଙ୍କର ଥିଲା, ଅତ୍ୟନ୍ତ ପୀଡ଼ା ପୂର୍ଣ୍ଣ, ଯୋଉଟା ମନୁଷ୍ୟ ବହନ କରିକି ଉଠି ପାରିନଥାନ୍ତା। ସେଥିପାଇଁ ପ୍ରଭୁ ତୁମେ ଏତେ ପ୍ରେମ କଲ ତୁମର ପୁତ୍ର କନ୍ୟା ମାନଙ୍କ ନିମନ୍ତେ। ତୁମେ ପାପୀ ପରି ହେଇ ଜଗତରେ ରକ୍ତ ମାଂସର ଦେହ ଧାରଣ କରି ଆପଣଙ୍କୁ ପ୍ରକାଶ କରି ତୁମର ସନ୍ତାନ ମାନଙ୍କର ସମସ୍ତ ପାପର ବୋଝ ନିଜ ଉପରେ ନେଇ ପାପୀ ମାନଙ୍କର ସମସ୍ତ ଦଣ୍ଡ ଭୋଗ କଲ। ତୁମେ ପାପୀ ନ ହେଇକରି ପାପର ସମସ୍ତ ପୀଡ଼ା ଯାତନାକୁ ତୁମେ ନିଜ ରୂପରେ ନେଲ ପ୍ରଭୁ, ମୂଲ୍ୟ ଦେଇଦେଲ। ଯେପରି ତୁମର ଯେଉଁ ସନ୍ତାନ ମାନେ, ପୁତ୍ର କନ୍ୟା ମାନେ, ମନୁଷ୍ୟ ଜାତି ତୁମଠାରେ ବିଶ୍ୱାସ କରିବ, ପିତାଙ୍କର ପ୍ରେମକୁ ସେ ଜାଣିବ, ବିଶ୍ୱାସ କରିବ,
ଆଉ ସେ ତୁମର ପୁନରୁତ୍ଥାନରେ ତୁମର ସହିତ ଯେପରି ସଂଯୁକ୍ତ ହେଇକରି ମନୁଷ୍ୟ ଆଉ ଥରେ ତାର ପୂର୍ବ ଜୀବନ ପୂର୍ବ ଅସ୍ତିତ୍ୱକୁ ଫେରି ପାଇବ ପ୍ରଭୁ ସେଥିପାଇଁ ତୁମେ ମୂଲ୍ୟ ଦେଇକରି ମନୁଷ୍ୟ ଭିତରେ ଆପଣଙ୍କୁ ବର୍ତ୍ତମାନ ତୁମେ ଆପଣଙ୍କୁ ପ୍ରକାଶ କରୁଛ ମନୁଷ୍ୟ ଦେଇକରି ପ୍ରକାଶ କରୁଛ ତେଣୁକରି ପ୍ରଭୁ ଆମେ ବିଶ୍ୱାସ କଲୁ ଯେତେବେଳେ ପ୍ରଭୁ ମନୁଷ୍ୟ ଦେଇକରି ତୁମେ ଯୋଉ ବାକ୍ୟ କହିଲ ଆମ ହୃଦୟରେ ତୁମେ ସେ ବାକ୍ୟକୁ ଶୁଣିବା ଦ୍ୱାରା ବିଶ୍ୱାସ ଜାତ କଲ ଆମେ ଧନ୍ୟବାଦ କରୁଛୁ ଆଉ ବିଶ୍ୱାସ ଜାତ ତୁମେ କରିଥିବା ଦ୍ୱାରା ଆମେ ତୁମର ପୁତ୍ର କନ୍ୟା ଅଟୁ ଆମେ ଜାଣିଲୁ ଆଉ ତୁମର ସହିତ ଆମେ ପୁନରୁତ୍ଥିତ ହେଇକରି ତୁମର ସହିତ ଆମେ ସ୍ୱର୍ଗରେ ଉପବେଶନ କରାଯାଇଛୁ ପ୍ରଭୁ ସେଥିପାଇଁ এই ବିଶ୍ୱାସର ଯୁଦ୍ଧ ଲଢ଼ିବା ପାଇଁ ଆମେ ସମର୍ଥ ନୁହଁ ତୁମେ ବିଶ୍ୱାସ ଆରମ୍ଭ କରିଛ ବାପା ସମସ୍ତେ ତୁମ ହସ୍ତରେ ଆପଣ ଆପଣଙ୍କୁ ଦଉଛୁ ତୁମେ ଯୋଉ ବିଶ୍ୱାସକୁ ଆରମ୍ଭ କରିଛ ପ୍ରଭୁ ଆମର এই କ୍ଷଣକାଳାଶ୍ରୟ ଜୀବନର ସେଇ ମୁହୂର୍ତ୍ତ ପର୍ଯ୍ୟନ୍ତ ଯୋଉ ମୁହୂର୍ତ୍ତରେ ଆମେ ବିଶ୍ୱାସରେ ସିଦ୍ଧ ହେଇକରି ତୁମର ସନ୍ତୋଷ ପାତ୍ର ହବୁ ଆଉ ରୂପାନ୍ତରିତ ହେଇକରି ଆମର ପୂର୍ବ ଅସ୍ତିତ୍ୱକୁ ଫେରି ପାଇବୁ ପ୍ରଭୁ ସେ ପର୍ଯ୍ୟନ୍ତ ତୁମେ ସହଭର୍ତ୍ତି ହେଇକରି ଯୋଉ ବିଶ୍ୱାସ ଆରମ୍ଭ କରିଛ ପ୍ରଭୁ ତୁମେ ସମସ୍ତଙ୍କୁ କଢ଼େଇ ନିଅ ଆଉ ତୁମର ପ୍ରେମକୁ ଆମେ ସମସ୍ତେ ବୁଝିପାରିବୁ ଆମର ଭିତରେ ଆପଣଙ୍କୁ ପ୍ରକାଶ କର ଆଉ ତୁମର ପ୍ରେମରେ ଆମର ହୃଦୟକୁ ଭରି ଦିଅ ଆତ୍ମାରେ ଭରି ଦିଅ ଆଉ ଯୋଉ ଜୀବନ ଥରକ ପାଇଁ ଦିଆଯାଇଛି ପ୍ରଭୁ ତାକୁ ଅବହେଳା ନ କରି ଆମେ ବିଶ୍ୱାସରେ ଯେପରି ପାଉଲ କହିଲେ ମୁଁ ଯେପରି ଖ୍ରୀଷ୍ଟଙ୍କର ତୁଲ୍ୟ ହୋଇ ତାଙ୍କର ମୃତ୍ୟୁ ଦୁଃଖ ପୁନରୁତ୍ଥାନର ସହଭାଗୀ ହୁଏ ସେଥିପାଇଁ ଅନେକ ଲାଭର ବିଷୟଗୁଡ଼ିକୁ କ୍ଷତି ବୋଲି ଗଣ୍ୟ କରେ ପ୍ରଭୁ ଆମେ ପ୍ରାର୍ଥନା କରୁଛୁ এই ଶାରୀରିକ ଜୀବନ ଲାଭ ପାଇଁ ଆମେ ପୁନରୁତ୍ଥାନର ପ୍ରତିଜ୍ଞାକୁ ଛାଡ଼ି ନ ଦେଉ ବରଂ ଏହିପରି ଯଦି କୌଣସି ବିଷୟ ଆସେ ଲାଭର ବିଷୟକୁ ବି ସାଇଡ୍ କରି ଆମେ ନିଜର ପୁନରୁତ୍ଥାନର ଲକ୍ଷ୍ୟ ପାଇବା ପାଇଁ ଆମେ ପ୍ରାଣପଣ କରି ଦୌଡ଼ିବୁ ପ୍ରଭୁ ଆମର ହାତ ଧରି ଆମର ମନକୁ ତୁମେ କଢ଼େଇ ନିଅ ଆଉ ପୁନରୁତ୍ଥାନରେ ଅଂଶୀ ହେଇକରି ପ୍ରଥମ ପୁନରୁତ୍ଥାନ ଅଂଶୀ ହେଇକରି ଆମେ ତୁମର ସହିତ ବାସ କରିବୁ ଅନୁଗ୍ରହ କର ବଞ୍ଚିଥିଲେ ଆଉ ଥରେ ପ୍ରଭୁ ମିଳିତ ହବ ଆମର ମନକୁ ତୁମେ ଆପଣା ପ୍ରତି ଆକର୍ଷଣ କର ଯୋଉ ସୌଭାଗ୍ୟତା ପାଇଁ ଆମେ ଆହୁତ ହୋଇଛୁ ଆଜି ଯେପରି ତୁମ ଶାସ୍ତ୍ର କହେ ଅନେକ ମାଣ୍ଡଳୀକୁ ଉପାସନା ପରିତ୍ୟାଗ କରନ୍ତି ଆମେ ସେହିପରି ନ କରୁ ସମସ୍ତଙ୍କୁ ଏକ ମନ ଏକ ଚିତ୍ତ ଏକ ପ୍ରାଣ ଦେଇ କଢ଼େଇ ନିଅ ଆଉ ପୃଥିବୀରେ ଆମର ଦିନ ଗୁଡ଼ିକ ଯେପରି ଆମେ ତୁମ ସହିତ ଶାନ୍ତିରେ ପ୍ରେମରେ ଆନନ୍ଦରେ ଥିବାର ଦେଖାଯିବୁ ସବୁ ବିଷୟରେ ପ୍ରଭୁ ଆମର ତତ୍ତ୍ୱ ନେବ ଶାରୀରିକ ଆତ୍ମିକ ଯାହା ବି ଆବଶ୍ୟକ ବାପା ଆମ ସବୁ ବିଷୟ ଯୋଗାଇ ଦିଅ ତ୍ରୁଟିକୁ କ୍ଷମା କରିଦିଅ ପିତା ଯାହା ବିଷୟ ପ୍ରয়োজন ଦ୍ୱାରା ପ୍ରଭୁ ଆମକୁ ଅନୁଗ୍ରହରେ ଯାଚି ପ୍ରଦାନ କର ଆଉ ତୁମର ରକ୍ତ ତଳେ ଆମେ ସମସ୍ତେ ମୁଁ ଆପଣଙ୍କୁ ରକ୍ତକୃତ ତୁମର ପୁତ୍ର କନ୍ୟାମାନଙ୍କୁ ସମର୍ପଣ କରୁଛି ଆଉ ପୃଥିବୀରେ ଯାହା କିଛି ଆମେ ପାଇଛୁ ସବୁ କିଛି ସମର୍ପଣ କରି ଶରଣ ନେଉଛି ରକ୍ତ ତଳେ ଆମକୁ ଶରଣ ଦେଇ ସୁରକ୍ଷା ଦିଅ ବାପା ତୁମର ପାଇଁ ବ୍ୟବହାର କର ବହୁତ ବିଷୟ ତୁମେ କହିଲେ ଜାଣିବ ତାହା ନୁହେଁ ବାପା ମନୁଷ୍ୟ ସୃଷ୍ଟିକର୍ତ୍ତା ତୁମେ ଆମର ଆବଶ୍ୟକତା ଦ୍ୱାରା ଯାଚି ପ୍ରଦାନ କର ଗୁରୁକ୍ତି କ୍ଷମା ଦେଇ ପ୍ରାର୍ଥନା ଶୁଣି ଗ୍ରହଣ କର ପିତା ତୁମର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବ ନାମରେ ମାଗୁଛୁ ଆମେନ୍ God bless you.